ତେଣୁ କେବଳ ଭଗବାନ ହିଁ ରାଧାଙ୍କର ମହିମାକୁ ଜାଣନ୍ତି। ରାଧାର ମହିମା ପ୍ରେମ ରସ ସୀମା ଜଗତେ ଜାନା ଦେଖି, ଯଦି ଗୌର ନା ହେଇତ ତବେ କି ହେଇତ। ତେଣୁ ଆମର ଆଚାର୍ଯ୍ୟ ମାନେ ଲେଖିଛନ୍ତି ବାସ୍ତବିକ କୃଷ୍ଣ ହିଁ ରାଧାରାଣୀଙ୍କର ମହିମାକୁ ଜାଣିଛନ୍ତି, ଆଉ ଅନ୍ୟମାନେ କେହି ଜାଣନ୍ତିନି। ତେଣୁ ଯେତେବେଳେ ପ୍ରାର୍ଥନା କଲେ କାନ୍ଦିଲେ, ତେଣୁ ସେମାନେ କହିଲେ ଯେ ଆମେ ମାନେ ତ ଭଗବାନ ଶ୍ରୀକୃଷ୍ଣଙ୍କ ଆଜ୍ଞାରେ ତମ ପାଖକୁ ଆସିଛୁ। ଭଗବାନଙ୍କର ଚରଣାଘାତରେ ଯୋଉ କୁଣ୍ଡ ତିଆରି ହେଇଛି ଶ୍ୟାମ କୁଣ୍ଡ, ସେଥିରେ ଆମେ ତ ପ୍ରବେଶ କଲୁ। ତେଣୁ ଆମ ମାନଙ୍କୁ ଆପଣ ଆଦେଶ ଦିଅନ୍ତୁ ଯେ ଆପଣ କୁଣ୍ଡରେ ବି ଆମେ ପ୍ରବେଶ କରିବୁ। ତେଣୁ ରାଧାରାଣୀ ଏ, ପ୍ରସନ୍ନ ହୋଇକି ତାଙ୍କୁ ଆଜ୍ଞା ଦେଲେ। ତେଣୁ ସେମାନେ ସମସ୍ତେ ରାଧା କୁଣ୍ଡରେ ପ୍ରବେଶ କଲେ। ଆଉ ରାଧାକୁଣ୍ଡ ଭଗବାନ ମାନେ ଏ, ତେଣୁ ସମସ୍ତେ ସବୁ ତୀର୍ଥ ଯାକ ସବୁ ବହୁତ ପରମ ପ୍ରସନ୍ନ ହେଲେ ଯେ ଆମେ ରାଧାକୃଷ୍ଣଙ୍କର ସେବାରେ ଆମେ ଲାଗିପାରିଲୁ। ତେଣୁ ପୁରା ସାରେ ସଂସାରର ତୀର୍ଥ ରାଧାକୁଣ୍ଡ ଶ୍ୟାମ କୁଣ୍ଡରେ ଅଛି। ତେଣୁ ଦରକାର ନାହିଁ ବହୁତ ଲୋକ ଯାଉଛନ୍ତି ବହୁତ ଆଡେ ସ୍ନାନ କରିବା ପାଇଁ, କିନ୍ତୁ ଭଗବାନ ଦେଖନ୍ତୁ ବ୍ରଜରେ ସବୁ କିଛି ରଖିଛନ୍ତି। ତେଣୁ ସେଥିପାଇଁ ଓଡିଶାରେ ଆମର ସେ ସମୟରେ ଲୋକ ସବୁ କୁହନ୍ତି ଜୀବନରେ ଥିବି ଯେବେ ଯିବି ବୃନ୍ଦାବନ, ଦର୍ଶନ କରିବି ଯାଇ ଶ୍ରୀ ମଧୁସୂଦନ। ରାଧାକୁଣ୍ଡେ ଶ୍ୟାମକୁଣ୍ଡେ କରିବି ସ୍ନାନ, ପରିକ୍ରମା କରୁଥିବେ ଗିରି ଗୋବର୍ଦ୍ଧନ। ତେଣୁ ସେଥିପାଇଁ ସେମାନେ ଜାଣିଥିଲେ ବାସ୍ତବିକ ଆଉ ଅଲଗା ଜାଗା ଯଦି ଦର୍ଶନ ହେଇପାରିଲା ନ ହେଇପାରିଲା କିଛି ଦରକାର ନାହିଁ, କିନ୍ତୁ ଯଦି ଯିଏ ଜୀବନରେ ଥରେ ଆସି ରାଧାକୁଣ୍ଡ ଶ୍ୟାମକୁଣ୍ଡ ଗିରିରାଜଙ୍କୁ ପରିକ୍ରମା କରିବେ। ତେଣୁ ଇଏ ହଉଛି ରାଧାକୁଣ୍ଡ ପ୍ରସିଦ୍ଧ ଜାଗା। ରାଧାକୁଣ୍ଡ କିପରି ଭାବରେ ପଦ୍ମ ପୁରାଣରେ ବର୍ଣ୍ଣନା ଅଛି। ଆମେ ଦେଖିଲେ କିନ୍ତୁ ରାଧାକୁଣ୍ଡ ଆଉ ଶ୍ୟାମକୁଣ୍ଡ, ରାଧାକୁଣ୍ଡ ହଉଛି ସମସ୍ତେ ଜାଣିଛନ୍ତି ରାଧାକୁଣ୍ଡ, କିନ୍ତୁ ଶ୍ୟାମକୁଣ୍ଡକୁ ପ୍ରାୟ ଲୋକ ଜାଣିନାହାନ୍ତି। ଭଗବାନଙ୍କର ଇଚ୍ଛା ଯେ ରାଧାରାଣୀଙ୍କର କୁଣ୍ଡକୁ ସର୍ବଶ୍ରେଷ୍ଠ କରାଇଛନ୍ତି। ପଦ୍ମ ପୁରାଣରେ ବର୍ଣ୍ଣନା ଅଛି ଗୋବର୍ଦ୍ଧନ ଗିରୌ ରମ୍ୟେ ରାଧାକୁଣ୍ଡ ପ୍ରିୟ ହରେ, कार्तिके बहुलाष्टम्या तत्र स्नाता हरे प्रिय, नरो भक्त्या भवेत् दीप्र तत्स्थितस्य प्रतोषणम्, यथा राधा प्रिया विष्णुस्तस्या कुंड प्रिय तथा, सर्वगोपीषु सेविका विष्णुरत्यंत वल्लभा, तत्कुंडे कार्तिके अष्टम्या स्नाता पूज्या जनार्दन, प्रबोधन्या यथा प्रीतिस्तथा प्रीतस्ततो भवेत्। ତେଣୁ ପଦ୍ମପୁରାଣ କାର୍ତ୍ତିକ ମହାତ୍ମାରେ କୁହାଯାଇଛି ଶ୍ରୀ ହରିଙ୍କର ପ୍ରିୟ ରାଧାକୁଣ୍ଡ ରମଣୀୟ ଗୋବର୍ଦ୍ଧନ ପର୍ବତ ମଧ୍ୟରେ ବିରାଜିତ। କାର୍ତ୍ତିକ ମାସ କୃଷ୍ଣାଷ୍ଟମୀ ତିଥିରେ ରାଧାକୁଣ୍ଡରେ ସ୍ନାନ କଲେ ଲୋକ ରାଧାକୁଣ୍ଡ ବିହାରୀ ଶ୍ରୀ ହରିଙ୍କର ପ୍ରିୟ ଭକ୍ତ ହୋଇପାରେ, କାରଣ ତାହା ଦ୍ୱାରା ଶ୍ରୀ ହରିଙ୍କର ଅତ୍ୟନ୍ତ ତୋଷଣ ହୁଏ। ଶ୍ରୀ ରାଧା ଯେପରି ଶ୍ରୀକୃଷ୍ଣଙ୍କର ପ୍ରିୟ, ରାଧାକୁଣ୍ଡ ମଧ୍ୟ ତଦ୍ରୂପ ପ୍ରିୟ। କାହିଁକି ନା ସମସ୍ତେ ଗୋପୀଙ୍କ ମଧ୍ୟରେ ଏକା ଶ୍ରୀରାଧା ଶ୍ରୀକୃଷ୍ଣଙ୍କ ଅତ୍ୟନ୍ତ ପ୍ରିୟ। କାର୍ତ୍ତିକ ମାସରେ ଶ୍ରୀ ରାଧାକୁଣ୍ଡରେ ସ୍ନାନ କରି ଜନାର୍ଦ୍ଦନଙ୍କ ପୂଜା କରିବା ଉଚିତ। ଜନାର୍ଦ୍ଦନ ଉତ୍ଥାନ ଏକାଦଶୀରେ ପୂଜିତ ହେଲେ ସେହିପରି ପ୍ରୀତି ହୁଅନ୍ତି, ଏ ଦିନ ପୂଜାରେ ସେହିପରି ପ୍ରୀତି ହୋଇଥାନ୍ତି। ତେଣୁ ରାଧା କୁଣ୍ଡ କିପରି ଭାବରେ ଭଗବାନଙ୍କର ପ୍ରିୟ, ଆଉ ରାଧାରାଣୀ କେବେ ଭଗବାନଙ୍କର ଯେପରି ପ୍ରିୟ, ରାଧା କୁଣ୍ଡ ବି ସେପରି ଭଗବାନଙ୍କର ପ୍ରିୟ। ତେଣୁ ଅନେକ ରାଧାକୁଣ୍ଡରେ ରହିଛି ଆମର ବହୁତ ଜାଗା। ରାଧାକୁଣ୍ଡ କିପରି ଏଠି ଅନେକ କୁଣ୍ଡ ରହିଛି, ମାନେ ଆକ୍ଚୁଆଲି ରାଧାକୁଣ୍ଡ ଚତୁଃପାର୍ଶ୍ଵରେ ସବୁ କୁଞ୍ଜ, ଅଷ୍ଟସଖୀଙ୍କର କୁଞ୍ଜ ଅଛି। ତେଣୁ ଅଲଗା 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 ଜାଗାରେ ସବୁ ରୂପ ଗୋସ୍ୱାମୀ ଏଥିରେ କଥା ଅଛି
ଏ ରୂପ ଗୋସ୍ୱାମୀ ଥରେ ଲେଖୁଥିଲେ ତାଙ୍କର ରାଧାରାଣୀଙ୍କର ବିଷୟରେ। ସେ ଅଛି ବର୍ଣ୍ଣନା ଅଛି କିପରି ଭାବରେ ନବ ଗୌର ଚନା ଗୌରୀ ପ୍ରବେରେନ୍ଦି ବରାମ୍ବରା ମଣି ସ୍ତବକಂ ବିଦ୍ୟୁତି ବେଣୀ ବ୍ୟାଲଙ୍ଗଣା ଫଣା। ଯେତେବେଳେ ବୃନ୍ଦାବନେଶ୍ୱର ଏଠି ଯୋଉ ଝୁଲଣ କୁଣ୍ଡ ଯୋଉ ଅଛି ଜାଗା ଗୋସ୍ୱାମୀ ରଚିତ ଯୋଉ ଚାଟୁ ପୁଷ୍ପାଞ୍ଜଳି ନାମକ ସ୍ତୋତ୍ରରେ ସେଥିରେ ବର୍ଣ୍ଣନା କରାଯାଇଛି କିପରି ଭାବରେ ବୃନ୍ଦାବନେଶ୍ୱରୀଙ୍କର ସ୍ତବରେ ରୂପ ଗୋସ୍ୱାମୀ କହୁଛନ୍ତି, ମୁଁ ଆପଣଙ୍କୁ ପୁନଃ ପୁନଃ ବନ୍ଦନା କରୁଛି। ତମେ ନିତ୍ୟ ଗୋରୋଚନା କି ଭାତି ଗୌରାଙ୍ଗୀ ହୋ, ସୁନ୍ଦର ନୀଳକମଳ ତମର ମସ୍ତକରେ, ଆଉ ବସ୍ତ୍ର ତମର ନୀଳକମଲ ବସ୍ତ୍ର ପିନ୍ଧିଛ, ଆଉ ତମର ବେଣୀ ସୁନ୍ଦର ଲମ୍ବିତ ବେଣୀ ମଣିରତ୍ନ ସେ ଜଟିତ ହେଇଛି, ଆଉ କବରୀ ବନ୍ଧ ଆକ୍ଚୁଆଲି ତମର ବେଣୀ ଦେଖା ଯାଉଛି ଗୋଟେ କଳା ନାଗର ସାପ ଭଳି, ନାଗୁଣୀ ସାପ ଭଳି। ତେଣୁ ଏହାକୁ ବର୍ଣ୍ଣନା କରିବା ସମୟରେ ରୂପ ଗୋସ୍ୱାମୀ ଆକ୍ଚୁଆଲି ଇଏ ଯେତେବେଳେ ୟାକୁ ରୂପ ଗୋସ୍ୱାମୀ ଦେଖିଛନ୍ତି, ସନାତନ ଗୋସ୍ୱାମୀ ଯେତେବେଳେ ଦେଖିଲେ ଯେ ଇଏ ଗୋଟେ ରାଧାରାଣୀଙ୍କର ବେଣୀକି ଗୋଟେ ନାଗୁଣୀ ସାପ ସହିତ ତୁଳନା କରା, ତାଙ୍କୁ ଭଲ ଲାଗିଲାନି। ତେଣୁ ରୂପ ଗୋସ୍ୱାମୀ କହିଲେ ଆଉ ଅଲଗା କିଛି ବର୍ଣ୍ଣନା କର। କିନ୍ତୁ ରୂପ ଗୋସ୍ୱାମୀ ତ ସେ ତ ସାଧାରଣ, ତାଙ୍କର ଯେ ବର୍ଣ୍ଣନା ସାଧାରଣ ତ ନୁହଁ। ତେଣୁ ସେ ତ ଲୀଳା ସ୍ମରଣ କରି ଲୀଳା ଦେଖିକି ବର୍ଣ୍ଣନା କରୁଛନ୍ତି। ତେଣୁ ଯେତେବେଳେ ରୂପ ଗୋସ୍ୱାମୀ ଠିକ ଅଛି, ତାଙ୍କର ସନାତନ ଗୋସ୍ୱାମୀଙ୍କ କଥା କହିଲେ ଠିକ ଅଛି। ତେଣୁ କିଛି ସମୟ ପରେ ଯେତେବେଳେ ସନାତନ ଗୋସ୍ୱାମୀ ଯାଉଛନ୍ତି, ସେଇ ଜାଗାରେ ଏଠି ଅଛି ଗୋଟେ ଯୋଉ ଝୁଲଣ କୁଣ୍ଡ, ସେଠି ଦେଖୁଛନ୍ତି ଯେ ଗୋଟେ କଦମ୍ବ ଗଛ ମୂଳରେ ଦି ତିନିଟା ଝିଅ, ଛୋଟ ଛୋଟ ଝିଅ କିଶୋରୀ ସବୁ ଖେଳୁଛନ୍ତି। ଦୋଳିରେ ଝିଅଟି ବସିଛି, ତାକୁ ଦୋଳି ଝୁଲଉଛନ୍ତି। ଆଉ ସେ ଦେଖୁଛନ୍ତି ଯେ ସେ ତାଙ୍କର ମୁଣ୍ଡ ଉପରେ ଗୋଟେ ସାପ, କଳା ନାଗୁଣୀ ରହିଛି। ତେଣୁ ସନାତନ ଗୋସ୍ୱାମୀ ହେ ଝିଅ ହେଲାଲି 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 କହିକି ଯେତେବେଳେ ଯାଉଛନ୍ତି, ତ ମୁଣ୍ଡ ଉପରେ ସାପ। ତେଣୁ ସାଙ୍ଗେ ସାଙ୍ଗେ ସେ ସବୁ ଅଦୃଶ୍ୟ ହେଇଯାଉଛି। ସେ କେହି ଝିଅ କେଉ ସଖୀ କୋଉ କେହି ଅଦୃଶ୍ୟ ହେଇଯାଉଛନ୍ତି ସବୁ। ସେଠୁ ସେ ଅନୁଭବ କରୁଛନ୍ତି ବାସ୍ତବିକ ଯେ ଆଉ କେହି ନୁହଁ, ଏ ହଉଛନ୍ତି ରାଧାରାଣୀ, ତାଙ୍କ ସଖୀ। ଆକ୍ଚୁଆଲି ଦେଖିବା ପାଇଁ ଆମକୁ ଆକ୍ଚୁଆଲି ଯାହା ସ୍ୱରୂପ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି, ଲେଖିଛନ୍ତି, ସେଟା କିପରି ଭାବରେ ସତ୍ୟ, ତାକୁ ଦେଖିବା ପାଇଁ, ତ କନଫର୍ମ କରିବା ପାଇଁ ସେ ଲୀଳାକୁ ଦର୍ଶେଇଛନ୍ତି। ତେଣୁ ସେ ଯାଇକି ସାଙ୍ଗେ ସାଙ୍ଗେ ରୂପ ଗୋସ୍ୱାମୀ ନା ନାହିଁ, ତମ ଲୀଳା ଠିକ, ତମେ ଯାହା ବର୍ଣ୍ଣନା କରିଛ ଏସବୁ ଠିକ। ତେଣୁ ସେ ସେ ଯୋଉ ଜାଗା ଅଛି, ସେ ରାଧାକୁଣ୍ଡ ପାଖରେ ସେ ଜାଗା, ଆଉ ରାଧାକୁଣ୍ଡ ପାଖରେ ରଘୁନାଥ ଗୋସ୍ୱାମୀଙ୍କର ଭଜନ କୁଟୀର, ଆଉ ତାଙ୍କର ସମାଧି। ଆଉ ଆମେ ଜାଣିଛେ ଆକ୍ଚୁଆଲି ରାଧାକୁଣ୍ଡ ଯେତେବେଳେ ମହାପ୍ରଭୁ ରାଧାକୁଣ୍ଡରେ ଆସି ପହଞ୍ଚୁଛନ୍ତି, ସେ ସମୟରେ ଯଦ୍ୟପି ଭଗବାନ ଯିବା ପରେ ବଜ୍ରନାଥ ତାଙ୍କର ପୌତ୍ର ରାଧାକୃଷ୍ଣଙ୍କର ଯେତେ ସବୁ ଲୀଳାସ୍ଥଳୀ କି ସେ ଉଦ୍ଧାର କରିଥିଲେ, କିନ୍ତୁ କାଳକ୍ରମେ ପୁଣି ସେ ସବୁ ବିଲୁପ୍ତ ହେଇଯାଇଥିଲା। ତେଣୁ ମହାପ୍ରଭୁଙ୍କର ଏଇ ଆଜ୍ଞା ଥିଲା, ଷଡ଼ ଗୋସ୍ୱାମୀ ପ୍ରତି ଇଏ ଗୋଟେ ବହୁତ ବଡ କାର୍ଯ୍ୟ ଥିଲା, ଲୀଳାସ୍ଥଳୀକି ଉଦ୍ଧାର କରିବା ପାଇଁ। ତେଣୁ ଯେତେବେଳେ ମହାପ୍ରଭୁ ଆସିଲେ, ସେ ସମୟରେ ସିଏ ରାଧାକୁଣ୍ଡ ଶ୍ୟାମକୁଣ୍ଡ ବି ବିଲୁପ୍ତ ହେଇଥିଲା। ତେଣୁ ସିଏ ଦିଟା ବିଲ କ୍ଷେତରେ ପରିଣତ ହେଇଯାଇଥିଲା। ଲୋକ କହୁଥିଲେ ଇଏ ହଉଛି କଳା ପାଣି, ଏଟା ହଉଛି ଗୋରା ପାଣି। ମାନେ ସେଠି ଏପରି ଭାବରେ ଲୋକ, ମାନେ ସବୁ କିଛି ବିଲୁପ୍ତ ହେଇଯାଇଥିଲା। ତାପରେ ଯେତେବେଳେ ମହାପ୍ରଭୁ ଆସିଲେ,
ସେ ପାଣି ଯେତେବେଳେ ସେ ଜାଗାରେ ବସିଲେ, ଶ୍ୟାମକୁଣ୍ଡରେ ଯୋଉଠି ଏପରି ଅଛି ତମାଲ ତାଲା ମହାପ୍ରଭୁଙ୍କର ବୈଠକ, ଯୋଉଠି ବସିଲେ ସେଠି ସିଏ ଦିବ୍ୟ ଅଷ୍ଟସାତ୍ଵିକ ଭାବ ବିକାର ଆରମ୍ଭ ହେଲା ମହାପ୍ରଭୁଙ୍କର। ତେଣୁ ମହାପ୍ରଭୁ ଅନୁଭବ କଲେ ଯେ ଇଏ ସାଧାରଣ ପାଣି ନୁହଁ, ଇଏ ହଉଛି ରାଧାକୁଣ୍ଡ, ଇଏ ହଉଛି ଶ୍ୟାମକୁଣ୍ଡ, ଆଉ ସେଟା ହଉଛି ରାଧାକୁଣ୍ଡ। ଯୋଉ କାଳି ଧବଳି ଯୋଉ କହୁଥିଲେ କ୍ଷେତ୍ର ଲୋକ, ସିଏ ହଉଛି କାଳି, ଇଏ ହଉଛି ଶ୍ୟାମକୁଣ୍ଡ, ସିଏ ହଉଛି ଧବଳି, ସିଏ ହଉଛି କୃଷ୍ଣ ରାଧାକୁଣ୍ଡ। ତେଣୁ ରଘୁନାଥ ଗୋସ୍ୱାମୀ ପଛରେ ମହାପ୍ରଭୁ ଗଲା ପରେ ରଘୁନାଥ ଗୋସ୍ୱାମୀ ମହାପ୍ରଭୁଙ୍କର ଆଜ୍ଞାରେ ଆସିଲେ। ଆସି ଯେତେବେଳେ ଅବସ୍ଥାନ କଲେ ରାଧାକୁଣ୍ଡରେ, ତେଣୁ ମହାପ୍ରଭୁ ତ ଦେଖେଇ ପୁରା ଆବିଷ୍କାର କରିକି ଯାଇଥିଲେ। ତେଣୁ କିପରି ଭାବରେ ତାକୁ ସେ ତାକୁ ତିଆରି ହବ, ସେ କୁଣ୍ଡ କିପରି ତାଙ୍କର ଇଚ୍ଛା ଥିଲା ଯେ ଏଇ କୁଣ୍ଡ ଭଲ ଭାବରେ ତିଆରି ହଉ, ରାଧାକୁଣ୍ଡ ଶ୍ୟାମକୁଣ୍ଡ ପୁରା ପୂର୍ବ ପରି ଯେମିତି ସେ ସ୍ୱରୂପରେ ଆସନ୍ତୁ। କିନ୍ତୁ ଇଏ ତ ପୁରା ସାଧୁଙ୍କ ପାଖରେ ତ କିଛି ନାହିଁ, କୁଣ୍ଡ ତିଆରି କରିବା ପାଇଁ ବହୁତ ଅନେକ ଅ, ଦରକାର ଅର୍ଥ। ତେଣୁ ମନରେ ଥିଲା, ତେଣୁ ସିଏ ନିଜେ ବି ଗାଧଉନଥିଲେ, ନିଜେ ବି ଯାଉନଥିଲେ ସାମୁଦ୍ର, ନିଜେ ଗୋଟେ କୂଅ ଖୋଳିକି ଆଉ ସିଏ ଗାଧଉଥିଲେ ଅଲଗା ଜାଗାରେ। କିନ୍ତୁ ଇଏ ହଉଛି ଭଗବତ ପ୍ରେରଣା, ଭଗବାନ ରାଧାରାଣୀଙ୍କର ଇଚ୍ଛାରେ ଜଣେ ବହୁତ ବଡ ବ୍ୟବସାୟୀ ଯାଇଥିଲେ ବଦ୍ରିଧାମ। ତାଙ୍କର ସ୍ୱପ୍ନ ହେଲା ଯେ ତମେ ରାଧାକୁଣ୍ଡରେ ରଘୁନାଥ ଦାସ ଗୋସ୍ୱାମୀଙ୍କର ବି ଜଣେ ସାଧୁ ଅଛନ୍ତି, ତାଙ୍କୁ ନେଇକି ପଇସା দিয়ে ତାଙ୍କର ଦରକାର। ଆଉ ତେଣୁ ତାଙ୍କୁ ଆଣିକି ଦେଖିଥିଲେ, ଭେଟିଥିଲେ, ଭେଟିକି ତାଙ୍କୁ କହିଥିଲେ ଯେ ବଦ୍ରି ନାରାୟଣଙ୍କର ଇଏ ଇଚ୍ଛା ଆପଣଙ୍କୁ ଦବା ପାଇଁ, ତେଣୁ ଆପଣ ଗ୍ରହଣ କରନ୍ତୁ। ଦେଖିଲେ ପ୍ରଥମେ ତ ସେ ଆଗ ଚାହିଁ ନଥିଲେ, ତାପରେ ଦେଖିଲେ ଯେ ଇଏ ଭଗବାନଙ୍କର ଇଚ୍ଛା, ରାଧାରାଣୀଙ୍କର ଇଚ୍ଛା। ତେଣୁ ସେ ସେଇ ପଇସା ଯୋଉ ଅର୍ଥରେ ରାଧା କୁଣ୍ଡ ତ ବହୁତ ସୁନ୍ଦର ଚାରିକଣିଆ ହେଇକି ପୁରା ତିଆରି ହେଇଗଲା। ଯେତେବେଳେ ସବୁ ଦେଖିଲେ ସେ କଙ୍କଣ କୁଣ୍ଡ ବି ବାହାରିଲା, ଯେତେବେଳେ ସବୁ ଖୋଲିଲା ପରେ ସବୁ ସବୁ ବାହାରିଲା। ଆଉ ଶ୍ୟାମ କୁଣ୍ଡ ଖୋଲିଲେ, ଶ୍ୟାମ କୁଣ୍ଡରେ ବି ଭିତରେ ବଜ୍ରନାଭ କୁଣ୍ଡ ଅଛି। ଏ 10-12 ବର୍ଷ ତଳ ପୂର୍ବରୁ ଯେତେବେଳେ ସବୁ ପାଣି ଶୁଖିଆ ହେଇକି ଯେତେବେଳେ ସବୁ କୁଣ୍ଡର ସଂସ୍କାର ପରିଷ୍କାର ହଉଥିଲା, ସେ ସମୟରେ ଅଛି, ଯିଏ ଜାଣି ଦେଖିଥିବେ ଯାଇଥିବେ, ମାନେ ଶ୍ୟାମ କୁଣ୍ଡ ଭିତରେ ବଜ୍ରନାଭ କୁଣ୍ଡ ଅଛି, ଗୋଟେ ବହୁତ ବଡ ମାନେ ପାଣିରୁ ବୁଡିକି ଅଛି। ଯେତେବେଳେ ଶ୍ୟାମ କୁଣ୍ଡ ସେ ଉଦ୍ଧାର କରିବା ପାଇଁ ଚାହିଁଲେ, ଶ୍ୟାମ କୁଣ୍ଡ ସାଇଟିରେ 5ଟା ଗଛ ଥିଲା, ବଡ ବଡ ବିଶାଳ ବିଶାଳ ଗଛ। ତେଣୁ ସେ ଚାହୁଁଥିଲେ ଗଛକୁ କାଟିକି କୁଣ୍ଡକୁ ସାଇଜ କରିବା ପାଇଁ, ଯେମିତି ରାଧାକୁଣ୍ଡ ସାଇଜ ହେଇକି। ତେଣୁ ସେଇ ରାତିରେ ସେ ବୃକ୍ଷ ରୂପରେ ପଞ୍ଚୁ ପାଣ୍ଡବ ତାଙ୍କୁ ଦର୍ଶନ ଦେଲେ, କହିଲେ ଆମେ ହଉଛୁ ପଞ୍ଚୁ ପାଣ୍ଡବ, ଆମେ ଗଛ ରୂପରେ, ବୃକ୍ଷ ରୂପରେ ଏଠି ଆମେ ଭଜନ କରୁଛୁ ରାଧାକୁଣ୍ଡରେ। ତେଣୁ ଆପଣ ଦେଖନ୍ତୁ କି ମାନେ ଧାମରେ ଗଛ ପତ୍ର ଏ ସବୁ କିପରି ଭାବରେ ଏ ସାଧାରଣ ନୁହଁ। ତେଣୁ ବହୁ ସମୟ ଯେତେବେଳେ ଆରମ୍ଭ କଲେ, ଆଉ କିନ୍ତୁ ଶ୍ୟାମ କୁଣ୍ଡକୁ ସିଏ ସିଧା କରିପାରିଲେନି, ସେ ଗଛକୁ ଛାଡିକି ପୁଣି ଏଠି ସେଥିପାଇଁ ବୃନ୍ଦାବନରେ କୁହନ୍ତି ଶ୍ୟାମ ତେଡା, ତା କୁଣ୍ଡ ହଉଛି ତେଡା। ଆଉ ରାଧାରାଣୀ ତ ସିଧା, ତା କୁଣ୍ଡ ହଉଛି ସିଧା, ସିଏ ହଉଛି ସିଧି, ଆଉ ତା କୁଣ୍ଡ ହଉଛି ସିଧା। ତେଣୁ ଭଗବାନ ଭକ୍ତ ମାନଙ୍କ ପାଇଁ ତାଙ୍କ କୁଣ୍ଡ ତେଡା ହଉ ଯାହା ବି ହଉ, ଭଗବାନ ତାଙ୍କ ଭକ୍ତ ମାନଙ୍କ ପାଇଁ ତାଙ୍କର ସବୁ କିଛି। ତେଣୁ ସେ କୁଣ୍ଡ ବି ଦେଖିବେ, ବର୍ତ୍ତମାନ ବି ସେ କୁଣ୍ଡ ତେଡା, ସେ ଗଛ ବି ବୃକ୍ଷ ବି ଥିଲା। ଆଉ ଏବେ ବି ଗୋଟେ ବୃକ୍ଷ ବୋଧେ ଅଛି, ଆଉ ତ ସବୁ ପ୍ରାପ୍ତି ହେଇଗଲାଣି। ତେଣୁ ଏପରି ଭାବରେ ଆଉ ରାଧାକୁଣ୍ଡର ରଘୁନାଥ ଦାସ ଗୋସ୍ୱାମୀଙ୍କ ଭଜନ କୁଟୀର। ଆମେ ତ ରଘୁନାଥ ଗୋସ୍ୱାମୀଙ୍କ ବିଷୟରେ ଆମେ ଜାଣିଛେ, ମାନେ ବୈରାଗ୍ୟର ଶେଷ ସୀମା ରଘୁନାଥ। ମହାପ୍ରଭୁ କହୁଛନ୍ତି ରଘୁନାଥ, ତମ ବୈରାଗ୍ୟ ଦେଖିକି ମୋ ହୃଦୟ ଫାଟି ଯାଉଛି, ଏତେ ବୈରାଗ୍ୟ କରନି। ତେଣୁ ଜୀବନ ପର୍ଯ୍ୟନ୍ତ ସିଏ ଲାଷ୍ଟ ପର୍ଯ୍ୟନ୍ତ ସେ ରାଧାକୁଣ୍ଡରେ ରହିଛନ୍ତି। ଆଉ ବିରହରେ ରାଧାକୃଷ୍ଣଙ୍କ ଯୋଉ ଉପାସନା, ବାସ୍ତବିକ ଗୁରୁ ମହାରାଜ କୁହନ୍ତି
ଯଦି ବିରହ ନାହିଁ, ଯଦି ବିରହରେ କାନ୍ଦିବନି, ବିରହରେ କାନ୍ଦିଲେ ହିଁ ବିରହୀ ପ୍ରେମକୁ ବଞ୍ଚେଇକି ରଖିବ। ଆଉ ବିପ୍ରଲମ୍ବ ଭାବ, ଯୋଉ ସହଜ ସ୍ୱାଭାବିକ ଭାବ, ଯଦି ସେଟା ମହାପ୍ରଭୁ ଆସିକି ଶିଖେଇଲେ। ନିତ୍ୟ ବିରହ, ନିତ୍ୟ ବିରହରେ ନିତ୍ୟ ସଂଯୋଗ। ତେଣୁ ସେଇ ରଘୁନାଥ ଗୋସ୍ୱାମୀ କିପରି ଭାବରେ ରାଧାକୁଣ୍ଡରେ ରହିକି ତାଙ୍କର ନିଜ ଜୀବନ କିପରି ସମର୍ପିତ ରାଧାକୃଷ୍ଣଙ୍କୁ କରିଥିଲେ, ଆଉ ତାଙ୍କର ସମାଧି, ତାଙ୍କର ଭଜନ କୁଟୀର, ତାଙ୍କର ଯୋଗୁ ଆଜି ଆମେ ଚୈତନ୍ୟ ଚେତାମୃତ ଯୋଉ କାବ୍ୟ, ଆମ ଯୋଉ ମହାନ ଗ୍ରନ୍ଥ ଆମକୁ ଯୋଉ ମିଳିଛି, ସେ ହଉଛି ରଘୁନାଥ ଗୋସ୍ୱାମୀଙ୍କର କୃପା। ତେଣୁ ଅନେକ କଥା ତ ରଘୁନାଥ ଗୋସ୍ୱାମୀଙ୍କର ରହିଛି। ଆଉ ତାଙ୍କର ଯୋଉ କୁଣ୍ଡ, ଆମେ ଜାଣିଛେ କୁଣ୍ଡ କିପରି ଭାବରେ ରାଧା କୁଣ୍ଡରେ ସେ ଭଜନ କରି ଏମିତି ବାସ୍ତବିକ ମଗ୍ନ ହେଇଯାଉଥିଲେ। ସେଇ ତ ଭଜନର ଅର୍ଥ ମାନେ ମଗ୍ନ ହେଇଯିବା, ଭଗବାନଙ୍କର ଭଜନରେ ପୁରା ନିମଗ୍ନ ହେଇଯିବା। ଶରୀର ତତ୍ଵରେ ରହୁନଥିଲେ, ଶରୀର ଉପରେ ହିଁ ଚାଲିଥିଲେ। ତେଣୁ ଏପରି ଭାବରେ ଭଜନ ଦେଖିକି ଆଉ ପ୍ରୟୋଜନ ଆଚାର୍ଯ୍ୟ ଯିଏ ବାସ୍ତବିକ ଆମର, ସେ ଶିଖେଇଛନ୍ତି ବାସ୍ତବିକ କିପରି ଭାବରେ ଭଜନ କରିବା କଥା। ଆଉ ରାଧାକୁଣ୍ଡରେ ରହି ଅଳ୍ପ କିଛି ଟିକେ ନାକୁ ମାନେ କଣ, ଦହି ପିଇକି, ଗୋଳ ଦହି ପିଇକି ସିଏ ଯୋଉ ଭଜନ କରିଛନ୍ତି, ଉତ୍କଟ ବୈରାଗ୍ୟ ତାଙ୍କୁ ମାନେ ବାସ୍ତବିକ ବ୍ରଜରେ କିପରି ରହିକି କିପରି ଭଜନ କରିବା ସେ ଶିଖେଇଛନ୍ତି। ଆଉ ଭାବ, କିପରି ଭାବ ଗ୍ରହଣ କରିବେ, ବିଳାପ ପୁଷ୍ପାଞ୍ଜଳିର ପୁରା ବିସ୍ତୃତ ବର୍ଣ୍ଣନ, ତାଙ୍କର ବହୁତ ସୁନ୍ଦର ଇଏ ରଚନା ବିଳାପ ପୁଷ୍ପାଞ୍ଜଳି, କିପରି ଭାବରେ ବିଳାପ କରିଛନ୍ତି। ସଂସାରରେ ଆମେ ମାନେ ବିଳାପ କରୁଛେ ବେକାର ଜିନିଷ ପାଇଁ, ବେକାର ଜିନିଷ ପାଇଁ କେତେ ଟେନସନ ନଉଛି। କିନ୍ତୁ ଯଦି ରାଧା ରାଣୀଙ୍କ ପାଇଁ, ଯଦି କୃଷ୍ଣଙ୍କ ପାଇଁ ଆମ ମନରେ ଯଦି ଟିକିଏ ବି ମାନେ ଭାବିବା, ଟିକିଏ ବି ଯଦି ସେ କଷ୍ଟ ଆମେ ଅନୁଭବ କରିବା, ମାନେ ବେକାର ଜିନିଷ ପାଇଁ ଆମେ କେତେ କଷ୍ଟ ଅନୁଭବ କରୁଛେ। କିନ୍ତୁ ଯଦି ଭଗବାନ ସେ ଦିବ୍ୟ ବସ୍ତୁ, ଦିବ୍ୟ ଜିନିଷ ପାଇଁ, ଦିବ୍ୟ ପ୍ରେମ ପାଇଁ ଆମ ଜୀବନ ଯଦି ସମର୍ପିତ ନ କରିବା, ତାହେଲେ ମନୁଷ୍ୟ ଜୀବନ ବାସ୍ତବିକ ସଫଳ ହେଇପାରିବନି, ମନୁଷ୍ୟ ଜୀବନ ବେକାର ପଳେଇବ। ସେଥିପାଇଁ ଏ ଶିକ୍ଷା ରଘୁନାଥ ଗୋସ୍ୱାମୀ ମାନେ ନିଜର ଶରୀର, ନିଜର ରହିବା, ଖାଇବା, ଶୋଇବା, ସବୁ କିଛି ଭୁଲି ଯାଇଥିଲେ, ମାନେ କାନ୍ଦୁଥିଲେ ପ୍ରାକ୍ଟିକାଲି ପୁରା। ଆଉ ଏଇ ଭଜନ ପଦ୍ଧତି ସେ ନିଜେ ଶିଖେଇଛନ୍ତି ବାସ୍ତବିକ କିପରି ଭାବରେ ଭଗବାନଙ୍କୁ, ସେ ଗୁରୁ ମହାରାଜ ସେଇ କଥା କୁହନ୍ତି, ଭଗବାନଙ୍କୁ ଯଦି ପାଇବାକୁ ହେଲେ ତମକୁ କାନ୍ଦିବାକୁ ପଡିବ। କାନ୍ଦିଆ ଇଏ ନୁହଁ ଦେଖାଣିଆ କାନ୍ଦିଆ, ଲୋକ ଯେମିତି ପ୍ରକାର ପିଲାମାନେ ଦେଖାଣିଆ କାନ୍ଦନ୍ତି ନା, ବାସ୍ତବିକ କାନ୍ଦିଆରେ ଅଛି। ଲୋକ ମିଛରୁ ମାନେ କୁମ୍ଭୀର କାନ୍ଦେ, ମାନେ କୁମ୍ଭୀର କାନ୍ଦଣା ଓଡିଶାରେ ଅଛି, କୁମ୍ଭୀର ବି କାନ୍ଦୁଛି, କିନ୍ତୁ କାନ୍ଦୁଛି କୋଉଥିପାଇଁ? ତାର ସବୁ ନିଜର ସ୍ୱାର୍ଥ ପାଇଁ, ନିଜ ସ୍ୱାର୍ଥ ପାଇଁ ସେ ସବୁ କାନ୍ଦୁଛି। କିନ୍ତୁ ବାସ୍ତବିକ ରାଧାକୃଷ୍ଣଙ୍କର କୃପା ପାଇଁ ଜଣେ ବାସ୍ତବିକ ଜଣେ କାନ୍ଦିବ, କାନ୍ଦିବା କଥା। ଏ ଶିକ୍ଷା ରଘୁନାଥ ଦାସ ଗୋସ୍ୱାମୀ ଦେଇଛନ୍ତି ତାଙ୍କର। ଆଉ ତାଙ୍କ ପୁରୀ ଜୀବନ କିପରି ଭାବରେ ବ୍ରଜବାସ କରିଛନ୍ତି, ଆଉ ବହୁତ ସୁନ୍ଦର କାବ୍ୟ ରଚନା, ମାନେ ଗ୍ରନ୍ଥ ରଚନା କରିଛନ୍ତି। ମନ ଶିକ୍ଷା, ଆପଣ ଶୁଣିଥିବେ ମନ ଶିକ୍ଷା କିପରି, ମନ ଶିକ୍ଷାରେ ସେ ବର୍ଣ୍ଣନା କରୁଛନ୍ତି, ଆରେ ମନ କେତେ ଦିନ ଗଧର ମୂତ୍ରରେ ସ୍ନାନ କରିବୁ, how long you can take bath in the urine of donkey। बहुत बहुत ସୁନ୍ଦର। ତେଣୁ ସେଇ ବିଷୟରେ କେତେ ଦିନ ପର୍ଯ୍ୟନ୍ତ ଆମେ ମନକୁ ଲଗେଇବା, ଆଉ ମନ କିପରି ଭାବରେ ଅସନ୍ତୁଷ୍ଟ। ତେଣୁ ସେ ଶିକ୍ଷା ରଘୁନାଥ ଗୋସ୍ୱାମୀ ଦେଇଛନ୍ତି। ରଘୁନାଥ ଗୋସ୍ୱାମୀଙ୍କର ଭଜନ କୁଟୀର ଅଛି,
ଆଉ ରଘୁନାଥ ଗୋସ୍ୱାମୀଙ୍କର ସମାଧି ବି ଅଛି। ତେଣୁ ରଘୁନାଥ ଗୋସ୍ୱାମୀ ଏମିତି ଭାବ ବିଭୋର ହେଇ ଭଜନ କରିଛନ୍ତି, ତାଙ୍କ ନିଜ ଶରୀରକୁ ବି ଭୁଲି ଯାଇଛନ୍ତି। ବାଘ ଆସିକି ପାଣି ପିଉଛି, ଇଆଡେ ଭଗବାନ ଛିଡା ହେଇଛନ୍ତି, ମାନେ ପୁରା ନିମଗ୍ନ। ଏପରି ଭାବରେ ଭଜନ ସିଏ ଦେଖେଇଛନ୍ତି, କିପରି ଭାବରେ ଭଜନ କରିବା କଥା। ଆଉ ଆଜି ଦେଖ ତାଙ୍କର ମାନେ ସେମାନେ ତାଙ୍କର ଭଜନର ପ୍ରଭାବ ଆଉ ଯୋଉ ଶିକ୍ଷା ଆମମାନଙ୍କୁ ଦିଆଯାଇଛି, କିପରି ଭାବରେ ଏକନିଷ୍ଠ ହେଇକି ଭଜନ କରିବା କଥା। ଆ ସନାତନ ଗୋସ୍ୱାମୀ ଦେଖି ତାଙ୍କୁ ମନା କରିଛନ୍ତି, ତମେ କୁଠିଆ କରିକି ରୁହ। ତେଣୁ ଏ କଥା ଅଛି, କିପରି ଭାବରେ ରାଧାରାଣୀ ବି ଖରାରେ ତାଙ୍କୁ ନ ସହି ପାରିକି ତାଙ୍କର ପଣତରେ ତାଙ୍କୁ ଛାଇ କରିଛନ୍ତି। ତେଣୁ ଏସବୁ କଥା ସେ ଶିକ୍ଷା ଦେଇଛନ୍ତି, କିପରି ଭାବରେ ଶରୀର ଧର୍ମରୁ ଉପରୁ ଉଠିକି ସେମାନେ ଭଜନ କରିଛନ୍ତି। ତେଣୁ ଆମେ ଯଦି ଶରୀର ଧର୍ମରେ ରହିବା, ଇଏ ତ ସାଧାରଣ କଥା ନୁହଁ, କିନ୍ତୁ ଇଏ ଯୋଉ ପଦ୍ଧତି ମାନେ କରିଛନ୍ତି, ଯୋଉ ଶିକ୍ଷା ଦେଇଛନ୍ତି, ଏ ତ ଶିକ୍ଷା ଏଇଥିପାଇଁ ଆମମାନଙ୍କ ପାଇଁ, ମାନେ ଫଲୋ କରିବା ପାଇଁ। ଯଦି ଆମେ ତାଙ୍କର ଚରଣ ଚିହ୍ନରେ ଚାଲିବା, ସେଥିପାଇଁ ମହାଜନ ମାନେ ଗୁରୁବର୍ଗ ମାନେ ସବୁ କହିଛନ୍ତି। ତେଣୁ ରାଧାକୁଣ୍ଡ ଶ୍ରେଷ୍ଠ ଜାଗା। ସେଇ ରଘୁନାଥ ଗୋସ୍ୱାମୀ କହୁଛନ୍ତି, ଯଦି ରୂପ ଗୋସ୍ୱାମୀ ଗଲା ପରେ ରୂପମଞ୍ଜରୀ ତାଙ୍କର ଗୁରୁ ଗଲା ପରେ ସେ ଏତେ ମାନେ ଅନୁଭବ କରୁଛନ୍ତି, ଏତେ ଦୁଃଖିତ ହେଇଯାଇଛନ୍ତି। କହୁଛନ୍ତି ସେ ଗୋବର୍ଦ୍ଧନ ଅଛି, ମତେ ଲାଗୁଛି ଗୋଟେ ପାଇଥନ, ମାନେ ବଡ ସର୍ପ, ଅଜଗର। ଆଉ ରାଧାକୁଣ୍ଡ ବାଘର ମୁହଁ ଭଳିଆ ଦେଖାଯାଉଛି। କିନ୍ତୁ ସିଏ ମାନେ ବାସ୍ତବିକ ଯଦି ଆମେ ଭଜନ କରିବା, କିନ୍ତୁ ଆସୋସିଏସନ ବହୁତ ଦରକାର। ଆମେ ଭକ୍ତଙ୍କ ସଙ୍ଗ, ଭକ୍ତଙ୍କର ମାନେ ସତ୍ସଙ୍ଗ ଇଏ ବହୁତ ଦରକାର। ସତ୍ସଙ୍ଗରେ ହିଁ ବାସ୍ତବିକ ଆମେ ଅନୁଭବ କରିପାରିବା। ଆଉ ଯଦି ଏମିତି ଯଦି ଭଲ ସଙ୍ଗ ଆମର ମିଳିଲା, ତାହେଲେ ମାନେ କେତେ ସମୟ ବ୍ୟତୀତ ହେଇଯିବ କିଛି ଜଣା ପଡିବନି। ଏଇ ସତ୍ସଙ୍ଗ ଏତେ ଆମର ଦରକାର। ଆଉ ଯଦି ପ୍ରପର ସଙ୍ଗ ମିଳିବନି, ତାହେଲେ ଇଏ ବହୁତ ଦୁଃଖଦାୟୀ। ଆଉ ଲୋକ କିଛି କିଛି ଲୋକ ବି ଅସତ୍ସଙ୍ଗ କରି କରି ତାଙ୍କର ଅଭ୍ୟାସ କିନ୍ତୁ ସିଏ ବାସ୍ତବିକ ଜାଣିପାରିବେନି। ଯୋଉମାନେ ବାସ୍ତବିକ ସତ୍ସଙ୍ଗ କରୁଛନ୍ତି, ଆଉ ସତ୍ସଙ୍ଗ ଯିଏ ଟିକେ ବାସ୍ତବିକ କରିଛି, ସେ ଜାଣିଛନ୍ତି ବାସ୍ତବିକ ସତ୍ସଙ୍ଗର ପ୍ରଭାବ କଣ। ତେଣୁ ଅନେକ କଥା ରଘୁନାଥ ସ୍ୱାମୀଙ୍କର ଅଛି, ସେ କିପରି ଭାବରେ ମାନେ ମାନସରେ ଭଗବାନ ରାଧାକୃଷ୍ଣଙ୍କର ସେବା କରିଛନ୍ତି, ଆଉ ଖାସ କରିକି ରାଧାରାଣୀଙ୍କର କିପରି ଭାବେ ତାଙ୍କର ସେବାର। ତେଣୁ ରାଧାକୁଣ୍ଡ ସର୍ବଶ୍ରେଷ୍ଠ ସ୍ଥାନ। ଆଉ ଏଠି ସବୁ ରହିଛି ଅନେକ ପ୍ରକାର କୁଣ୍ଡ, ଲଳିତା କୁଣ୍ଡ, ଆଉ ବିଶାଖା, ସବୁ ସବୁ ସଖୀଙ୍କର ସବୁ କୁଣ୍ଡ ରହିଛି। ମାଲ୍ୟହାରିଣୀ କୁଣ୍ଡ, ମାଲ୍ୟହାରିଣୀ କୁଣ୍ଡ ଗୋଟେ ଏଠି ଅଛି। ଇଏ ତ ଜାଣିଥିବ, ରଘୁନାଥ ସ୍ୱାମୀଙ୍କର ମୁକ୍ତା ଚରିତ ବହୁତ ଫେମସ। ତେଣୁ ଏ ଯୋଉ ଜାଗା, ଏ ଯୋଉ ମାଲ୍ୟହାରୀ କୁଣ୍ଡ ଗୋଟେ ଅଛି, ଯୋଉଠି ଗୋପୀ ମାନେ ମାଲା ଗୁନ୍ଥୁଥିଲେ, ମୁକ୍ତା ମାଳା ଗୁନ୍ଥୁଥିଲେ। ତେଣୁ ଭଗବାନ ଯାଇକି ଦେଖିଲେ ଗୋପୀମାନେ ସବୁ, ରାଧାରାଣୀ ଅନେକ ସଖୀ ମାନେ ମାଳା ଗୁନ୍ଥୁଛନ୍ତି। ଭଗବାନ ମାଗିଲେ ଆମର ଏଇ ପୂଜା ହବ, ଗାଈ ପୂଜା ହବ, ତେଣୁ ଆମେ ଗାଈ ମାନଙ୍କୁ ପିନ୍ଧେଇବୁ। ତେଣୁ ଏମାନେ ହସିଲେ, ମଣିଷ ପାଉନାହାନ୍ତି ପିନ୍ଧିବା ପାଇଁ, ଗାଈ ମାନଙ୍କୁ ପିନ୍ଧିବ ମୁକ୍ତା। ତ ଅନେକ ବହୁତ ମାନେ ଥଟ୍ଟା ତାମସା କଲେ। ଭଗବାନ ଏମିତି କହିଦେଲେ, ଭଗବାନ ବି କହିଲେ, ଆରେ ଇଏ ମୋ ବାପାଙ୍କର ବାରିରେ ବଗିଚାରେ ଫଳୁଛି ମୁକ୍ତା, ଇଏ କଣ ତମେ ସବୁ କଣ। ଏପରି ଭାବରେ ଭଗବାନ ମୁହଁରୁ ବାହାରିଗଲା। ତ ସମସ୍ତେ ହସିଲା, ତମେ ଏଇଟା ଜାଣିନ ମୁକ୍ତା କୋଉଠି ଗଛରେ ଫଳେ। ତେଣୁ ଭଗବାନଙ୍କ ମୁହଁରୁ ଯାହା ବାହାରିବ ତ ସେ ସତ୍ୟ। ତେଣୁ ଯାହା ବାହାରିବ ତ ସତ୍ୟ ହିଁ। ତେଣୁ କଥା ତାଙ୍କର ସତ୍ୟ କରିବା। ଭଗବାନ ଯାଉଛନ୍ତି,
ମାଆକୁ ଯାଇ ଯଶୋଦା ମାତାକୁ ମାଗୁଛନ୍ତି ମତେ ମା ମୋତି ଦିଅ। ଆରେ ମୋତି କଣ କରିବି? ମୁଁ ଗଛ ଲଗେଇବି। ଆରେ ଗଛ ମୋତି ଲଗାଯାଏ? ହଁ ମୁଁ ତ ଗଛ ଲଗେଇବି। ତେଣୁ ଯଶୋଦା ମାତା ତ ଗୋଟିଏ ପୁଅ ପ୍ରୀତି ଏତେ ମାନେ କୃଷ୍ଣଙ୍କର ପ୍ରତି ଏତେ ସ୍ନେହ। ହଁ ଠିକ ଅଛି, ଗୋଟାଏ ପୁଅ କଣ କରାଯିବ? ଯାହା ଯଦି ଯାହା ନେଇକି ଯାହା ଅଛି ମୋତି ତାଙ୍କୁ ଦେଇଦେଲେ, ନେଇଯା ଯେତିକି ମୋତି। ମୋତିକି ନେଇକି ଭଗବାନ ଗଛ ଲଗେଇଲେ। ଆଉ ଗଛ ଲଗେଇଲେ ଯୋଉ ମୋତି ତିଆରି ହଉଛି, ଯୋଉ ମୋତି ସ୍ୱାତି ନକ୍ଷତ୍ରରେ ପାଣି ପଡିଲେ ସିପ ର ମୁହଁରେ ସେଇ ପାଣି ପଡୁଛି ପଥରରେ ଶେଷ। କିନ୍ତୁ ସେ ପାଣି ଯେତେବେଳେ ସିପ ର ସେ ଶାମୁକାର ଭିତରେ ପଡୁଛି, ସେ ମୋତି ତିଆରି ହଉଛି। ସେ ମୋତିଠୁ ଏତେ ସୁନ୍ଦର ଥିଲା ଇଏ ମୋତି, ସମସ୍ତେ ଦେଖିକି, ବ୍ରଜବାସୀ ସମସ୍ତେ ଦେଖିକି ବିସ୍ମିତ ହେଇଥିଲେ। ତେଣୁ ଏତେ ମୋତି ଫଳିଲା। ଦେଖନ୍ତୁ ଭଗବାନ ଇଏ ମୁକ୍ତା ଚରିତ୍ର ଦାସ ଗୋସାଇଁ ବହୁତ ସୁନ୍ଦର ରୂପେ ବର୍ଣ୍ଣନା କରିଛନ୍ତି। ମୁକ୍ତା ଚରିତ୍ର କିପରି ଭାବରେ ଭଗବାନ କଣ ନ କରିପାରିବେ। ତେଣୁ ସମସ୍ତେ ଗୋପୀ ସଖୀ ଆସିକି ଦେଖିଲେ ଯେ ବାସ୍ତବିକ ଇଏ ତ ଗଛରେ ଫଳିଛି, ଗଛରେ ଏତେ ସୁନ୍ଦର ମୁକ୍ତା। ତେଣୁ ଆମେ ବି ଲଗେଇବା ଗଛ। ତେଣୁ ତାଙ୍କର ଯେତିକି ଥିଲା ମୁକ୍ତା ସବୁ ନେଇ ସେମାନେ ବି ଗଛ ଲଗେଇଲେ, ସେଥିରେ ସିଞ୍ଚିତ କଲେ କ୍ଷୀର ଦହି। ତାଙ୍କର ସବୁ ଗଛ ହେଲା, କିନ୍ତୁ ସବୁ କଣ୍ଟା ଗଛ ହେଇଗଲା, ସେଥିରେ କିଛି ମୁକ୍ତା ଆସିଲାନି। ଶେଷରେ ରାଧାରାଣୀ ସଖୀ ଆସିକି ଭଗବାନଙ୍କୁ ପ୍ରାର୍ଥନା କଲେ, ଦିଅ ଆମକୁ ମୁକ୍ତା କିଛି। ଆମର ସବୁ ମୁକ୍ତା ପଳେଇଲା। ଘରେ ସବୁ ମା ସମସ୍ତେ ରାଗିବେ ନା, ମୁକ୍ତା ନେଇକି କଣ କଲ, ଝିଅମାନଙ୍କୁ ପାଟି କରିବେ। ତେଣୁ ପରିଶେଷରେ ଭଗବାନ ଦଉଛନ୍ତି ମୁକ୍ତା। ଏପରି ଭାବରେ ମୁକ୍ତା ଚରିତ ଇଏ ମାଲ୍ୟାହାର କୁଣ୍ଡ ଏଠି ଅଛି। ତେଣୁ ଆଉ ଗୋଟେ ଅଛି ଶିବଖୋର। ଶିବଖୋର ଗୋଟେ ଜାଗା ଅଛି ଯୋଉଠି ଉଦ୍ଧବ କୁଣ୍ଡ ଯେତେବେଳେ ଉଦ୍ଧବ କୁଣ୍ଡରୁ ରାଧାକୁଣ୍ଡରୁ ପ୍ରବେଶ କରିବାର ଡାହାଣ ପାଖରେ ଗୋଟେ ମଇଦାନ ଅଛି। ସେଠି ରାମ ଲୀଳା ହୁଏ। ଜଷ୍ଟ ରାଧାକୁଣ୍ଡ ପଛରେ ଡାହାଣ ପାଖରେ ମାନେ ଗୋଟେ ଆକ୍ଚୁଆଲି ଶିବଖୋର ସେ ଜାଗା ଯୋଉଠି ଗୋଟେ ଶୃଗାଳୀ କିପରି ଭାବରେ ରାସ୍ତା ଭଟକିକି ପଳେଇ ଆସିଥିଲା। ଆଉ ତାକୁ କିଛି ଲୋକ ଜନଶ୍ରୁତି କହୁଛନ୍ତି ଯେ କୁକୁର ତାକୁ ମିଶିକି କାମୁଡିକି ମାରି ଦେଇଥିଲେ। କିଛି ଲୋକ କହୁଛନ୍ତି ଯୋଉ ସେ ଗୋଟେ ଗୋଟେ ଗାଡ ଭିତରେ ପଶି ଯାଇଥିଲା। ତେଣୁ ପିଲାମାନେ ସବୁ ଯେତେବେଳେ ସେ ଭିତରେ ପଶିଗଲା, ତା ମୁହଁରେ ରଖିକି ନିଆଁ ଲଗେଇ ଦେଇଥିଲେ। ତେଣୁ ବହୁତ କରୁଣ କ୍ରନ୍ଦନ କରିକି ସେ ପ୍ରାଣ ଛାଡିଲା। କିନ୍ତୁ ପ୍ରାଣ ଛାଡିଲା ପରେ ସେ ଦେଖୁଛନ୍ତି ଯେ କିପରି ଭାବରେ ଆଶ୍ଚର୍ଯ୍ୟ, ଯେତେବେଳେ ସେ ଦାହ ସଂସ୍କାର ହଉଛି, ତାର ସେ ସଂସ୍କାରରେ ସେ ଶୃଗାଳୀ ଶରୀରକୁ ଛାଡି ସେ ଗୋଟେ ସୁନ୍ଦର ଗୋପୀ ରୂପରେ ପ୍ରକଟ ହଉଛି। ଆଉ ଗୋପୀ ରୂପରେ ପ୍ରକଟ, କିନ୍ତୁ ରାଧାରାଣୀ ଗୋପୀ ରୂପରେ ପ୍ରକଟ ହେଇକି ଆକାଶ ମାର୍ଗରେ ସେ ଅନ୍ତର୍ଧାନ ହେଇଯାଉଛି। ତେଣୁ ଏଠି ବହୁତ ଜନଶ୍ରୁତିରେ ଅଛି କିପରି ରାଧାରାଣୀ ଏଠି ଯିଏ ବି ପ୍ରାଣ ତ୍ୟାଗ କରୁଛି, ସେ କିପରି ଭାବରେ ଭଗବତ ଧାମ ଯାଉଛି, ତାର ବି ଇଏ ବର୍ଣ୍ଣନା କରାଯାଇଛି। ତେଣୁ ଇଏ ହଉଛି ଶିବଖୋର। ଆଉ ରାଧାକୁଣ୍ଡ ତ ଇଏ ରାଧାକୁଣ୍ଡ ଶ୍ୟାମକୁଣ୍ଡ ଯୋଉ ଅଛି ଘାଟ, ପ୍ରସିଦ୍ଧ ଘାଟ ଶ୍ରୀ ଗୋବିନ୍ଦ ଘାଟ। ଇଏ राधा कृष्ण की गोविंद घाट, श्री मानस घाट, पंचघाट, मधुमंगल घाट, जीव गोस्वामी घाट, गया घाट, अष्टसखी घाट, ଏଠି ଅଲଗା ଅଲଗା ସବୁ ଘାଟ ରହିଛି। ବଲ୍ଲଭ ଘାଟ, ତମାଲ ଘାଟ, ମଦନ ମୋହନ ଘାଟ, ସଙ୍ଗମ ଘାଟ, ଜାହ୍ନବା ଘାଟ। ଏଠି ଜାହ୍ନବା ମାତା କିପରି ଆସିକି ଜାହ୍ନବା ବୈଠକ ରାଧାକୁଣ୍ଡରେ ଅଛି। ଜାହ୍ନବା ମାତା କିପରି ଯେତେବେଳେ ଆସିଥିଲେ ଷାଡ ଗୋସ୍ୱାମୀ ପ୍ରଭୁ କିପରି ଜାହ୍ନବା ମାତାଙ୍କ ସାଥିରେ ପୁରୀ ବ୍ରଜକୁ ବୁଲିଥିଲେ, ଆଉ ଜାହ୍ନବା ମାତା ଯୋଉଠି ବସିଥିଲେ ସେ ଜାଗା ବି ଏବେ ବି ଅଛି, ଜାହ୍ନବା ମାତା ବୈଠକ।
ଆଉ କୁଣ୍ଡେଶ୍ୱରରେ ମହାଦେବ ଅଛନ୍ତି। ଆଉ ଗୋଟେ ଜିଭା ଶିଲା ଅଛି। ଜିଭା ସେଠି ଏଠି ଗୋବିନ୍ଦ ଗୋପୀନାଥ ମଦନ ମୋହନ ସବୁ ବିଗ୍ରହ ବି ଅଛନ୍ତି ପୁରୀ ରାଧାକୁଣ୍ଡ ପୁରୀ ତଟରେ। ଅଲଗା 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 ଏଥିରେ ଯଦି ଡିଟେଲ ଆମେ ଯିବା କୋଉ କୁଣ୍ଡ କୋଉ କୁଞ୍ଜ ଆଜି କୁଞ୍ଜ ବି ଅଛି। ଅ, ନୈಋତ କୋଣରେ, ଦକ୍ଷିଣ ପଶ୍ଚିମ କୋଣ, ସବୁ ଅଲଗା 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 କୋଣରେ କୁଣ୍ଡ। ଆକ୍ଚୁଆଲି ସବୁ ତ କୁଞ୍ଜ ଇଏ ଅଷ୍ଟାଶକ୍ତିଙ୍କର କୁଞ୍ଜ ବି ଅଛି। କୋଉଠି କୋଉ କୋଉ ଜାଗାରେ କୋଉ କୁଞ୍ଜ ଇଏ ବି ବର୍ଣ୍ଣନା ରହିଛି ଏ ଜାଗା। ଅତ୍ୟନ୍ତ ଅ, ରାଧାକୁଣ୍ଡ ହଉଛି ସବୁଠୁ ଶ୍ରେଷ୍ଠ ଜାଗା ପୁରା ସାରା ସଂସାରରେ, ସାରା ଜଗତରେ ବ୍ରହ୍ମାଣ୍ଡରେ ଶ୍ରେଷ୍ଠ ଜାଗା। ତେଣୁ ବର୍ଣ୍ଣ ଆଦି ପୁରାଣରେ ବର୍ଣ୍ଣନା କରାଯାଇଛି କିପରି ରାଧାକୁଣ୍ଡ ସର୍ବଶ୍ରେଷ୍ଠ। ଆଉ ଏଠି ରାଧାକୁଣ୍ଡରେ ବି ମହାପ୍ରଭୁ ଆସିଥିଲେ କିପରି ଏ ବି ମାନେ ଭକ୍ତି ରତ୍ନାକରରେ ବି ବର୍ଣ୍ଣନା ଅଛି। ରାଧାକୁଣ୍ଡରେ କିପରି ଭଗବାନ ମହାପ୍ରଭୁ ଏଇ ମତ ସ୍ତୁତି କରେ ପ୍ରେମାବିଷ୍ଟ ହଇଆ ତୀରେ ନୃତ୍ୟ କରେ କୁଣ୍ଡ ଲୀଳା ସ୍ମରିଆ। କୁଣ୍ଡରେ ମୃତ୍ତିକା ଲୟା ତିଲକ କରିଲ ଭଟ୍ଟାଚାର୍ଯ୍ୟ ଦ୍ଵାରା ମୃତ୍ତିକା ସଙ୍ଗେ କିଛି ନେଲ। ଏ ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା ଅଛି କିପରି ଭାବରେ ମହାପ୍ରଭୁ ରାଧାକୁଣ୍ଡରେ ଆସିକି ରାଧାକୁଣ୍ଡର ମାଟିରେ ତିଲକ କଲେ। ଆଉ ଭଟ୍ଟାଚାର୍ଯ୍ୟ ଯୋଉ ସାଥିରେ ଯାଇଥିଲେ ତାଙ୍କୁ କହିଲେ ନେଇକି ଯିବା ପାଇଁ କିଛି। ହଁ, ଜଳ ଏଠି ବର୍ଣ୍ଣନା କରାଯାଇଛି, ଆହୁରି ବର୍ଣ୍ଣନା କରାଯାଇଛି। ଏହି ମତ ମହାପ୍ରଭୁ ନାଚିତେ ନାଚିତେ ଆରିଷ୍ଟ ଗ୍ରାମେ ଆସି ବାହ୍ୟ ହଇଲା ଅଛନ୍ତି। ଅରିଷ୍ଟ ଅରିଷ୍ଟ ରାଧାକୁଣ୍ଡ ବାର୍ତ୍ତା ପୁଛେ ଲୋକ ସ୍ଥାନେ କେହି ନାହିଁ କହେ ସଙ୍ଗେର ବ୍ରାହ୍ମଣ ନା ଜାଣେ। କେହି ଜାଣିନଥିଲେ ବାସ୍ତବିକ ରାଧାକୁଣ୍ଡ କୋଉଠି କଣ। ତୀର୍ଥ ଲୁପ୍ତ ଜାଣି ପ୍ରଭୁ ସର୍ବଜ୍ଞ ଭଗବାନ। ଜାଣିଲେ ଭଗବାନ ତ ସର୍ବଜ୍ଞ। ଚୈତନ୍ୟ ମହାପ୍ରଭୁ ତ ସ୍ୱୟଂ କୃଷ୍ଣ ସେ ସର୍ବଜ୍ଞ ଜାଣିଲେ। ଦୁଇ ଧନ୍ୟ କ୍ଷେତ୍ର ଅଳ୍ପ ଜଳେ କଇଲା ସ୍ନାନ ଦେଖି ସବ ଗ୍ରାମ୍ୟ ଲୋକେର ବିସ୍ମୟ ହଇଲ ମନ। ପ୍ରେମେ ପ୍ରଭୁ କରେ ରାଧା କୁଣ୍ଡେର ସ୍ଥାପନ। ସେ ଯେତେବେଳେ ଜଳ ସ୍ନାନ କଲେ ସେ ଜଳ ସ୍ନାନ ଲାଗି କୁଣ୍ଡ ଜଳ ଲାଗିକି ତାଙ୍କର ପ୍ରେମ ବିକାର ହେଲା। ପ୍ରେମେ ପ୍ରଭୁ କରେ ରାଧା କୁଣ୍ଡେର ସ୍ଥାପନ ସର୍ବ ଗୋପୀ ହଇତେ ରାଧା କୃଷ୍ଣେର ପ୍ରିୟସୀ। ତେଛେ ରାଧା କୁଣ୍ଡ ରାଧା କୃଷ୍ଣ ପ୍ରିୟ ପ୍ରିୟ ସରସୀ। ଯେପରି ଭାବରେ ସବୁ ପ୍ରିୟସୀଙ୍କ ମଧ୍ୟରୁ ରାଧାରାଣୀ ସବୁଠୁ ପ୍ରିୟ, ସେପରି ଭାବରେ ସବୁ କୁଣ୍ଡରୁ ରାଧା କୁଣ୍ଡ ବି ପ୍ରିୟ ଭଗବାନଙ୍କ। ଜଳେ କେଳି ଜଳ ଜଳେ ଜଳ କେଳି କରେ ତୀରେ ରାସ ରଙ୍ଗେ ସେଇ କୁଣ୍ଡେ ଯେଇ ଏକ ବାର କରେ ସ୍ନାନ ତାରେ ରାଧା ସମପ୍ରେମ କୃଷ୍ଣ କରେ ଦାନ। ତେଣୁ ଏ କୁଣ୍ଡରେ ଯଦି ଥରେ ମାତ୍ର ବି କିଏ ସ୍ନାନ କରୁଛି ତାକୁ ଭଗବାନ କୃଷ୍ଣ ରାଧାଙ୍କ ଭଳି ପ୍ରେମ ପ୍ରଦାନ କରନ୍ତି। ଆଉ ଆମ ଗୁରୁ ମହାରାଜ କୁହନ୍ତି ରାଧା କୁଣ୍ଡ ତ ସୁଖଭୂଷଣ କହୁଛନ୍ତି ମାନେ ଥରେ ବି ଯଦି ରାଧା କୁଣ୍ଡରେ ସ୍ନାନ କର ତମକୁ କୃଷ୍ଣ ପ୍ରେମ ମିଳିଯିବ। କେତେ ଲୋକ କେତେ ଥର ସ୍ନାନ କରିକି କିଛି ମିଳୁନି। ହଁ, ବାସ୍ତବିକ ମାନେ ପ୍ରେମ ଜଳ ରୂପରେ ଅଛନ୍ତି। କିନ୍ତୁ ଆମ ହୃଦୟ ଯେପର୍ଯ୍ୟନ୍ତ କାମ କ୍ରୋଧ ଲୋଭ ମୋହ ଯେପରି ଭାବରେ ହୃଦୟ ଅନେକ ଛିଦ୍ର ଆମ ହୃଦୟରେ ଅଛି। ଏ କାମ କ୍ରୋଧ ମୋହ ଲୋଭ ମୋହ ମାତ୍ସର୍ଯ୍ୟ। ତେଣୁ କୁଣ୍ଡରେ ସ୍ନାନ କଲେ ଆମର ତ ହୃଦୟରେ ପଶୁଛି ସେ ପ୍ରେମ ରହୁଛି କିନ୍ତୁ ସେ ପ୍ରେମ ଗୋଟେ ସେକେଣ୍ଡ ପାଇଁ ବି ରହୁନି। ଯେମିତି ଯେପରି ଭାବରେ ଚାଲୁଣି କି ତମେ ଡୁବେଇବ ପାର କଲା ବେଳକୁ କିଛି ପାରୁନଥିବ। ତେଣୁ ସେପରି ଭାବରେ କିନ୍ତୁ ଆମର ହୃଦୟ ଗୋଟେ ଡ୍ରପ ସେଇ ରାଧାକୁଣ୍ଡର ପାଣି ମହାପ୍ରଭୁଙ୍କର ଅଙ୍ଗରେ ଲାଗିକି ମହାପ୍ରଭୁଙ୍କର କିପରି ଭାବରେ ବିକାର ହେଇଥିଲା। ତେଣୁ ଗୋଟେ ଯଦି ଆମର ହୃଦୟ ଶୁଦ୍ଧ ସେ ରାଧା କୁଣ୍ଡରେ ରୂପ ସାଙ୍ଗ କହୁଛନ୍ତି ଯଦି ନର ଯଦି ନର ଯଦି ରାଧା କୁଣ୍ଡରେ ସ୍ନାନ ଯିଏ କରିଛି ତାକୁ ପ୍ରେମ ପ୍ରାପ୍ତ ହିଁ ହବ। କିନ୍ତୁ ମାନେ ପ୍ରଶ୍ନ ଆସିପାରେ ଏତେ ଥର ଆମେ ରାଧାକୁଣ୍ଡ ସ୍ନାନ କରୁ କିଛି ତ ପ୍ରେମ ମିଳୁନି। କାହିଁକିନା ଏଇଥି ଯୋଗୁ କାହିଁକିନା ଆମର ଯେପର୍ଯ୍ୟନ୍ତ ଆଗର ହୃଦୟ ଏସବୁ କାମ କ୍ରୋଧ ଲୋଭ ମୋହ ମାତ୍ସର୍ଯ୍ୟ ନାହିଁ ଯଦି ନଥିବ ତାହେଲେ ପ୍ରେମ ଅବଶ୍ୟ ଆପଣଙ୍କୁ ପ୍ରେମ ମିଳୁଛି ଆସୁଛି ପ୍ରେମ କିନ୍ତୁ ସେ ଭାବ ଆସୁନି ସେଥିପାଇଁ କାରଣ ଏସବୁ କାମ କ୍ରୋଧ ଲୋଭ ମୋହ ଦ୍ୱାରା
ନଷ୍ଟ ହେଇଯାଉଛି। ତେଣୁ ଏଇ ମତେ ସ୍ତୁତି କରେ ପ୍ରେମାବିଷ୍ଟ ହଇଆ, ତୀର ନୃତ୍ୟ କରେ କୁଣ୍ଡର ଲୀଳା ସ୍ମରଣ କରି ପ୍ରେମରେ ନୃତ୍ୟ କଲେ ମହାପ୍ରଭୁ। ଆଉ ଜିହ୍ୱାଶିଳା କହୁଥିଲେ, ଜିହ୍ୱା ଯୋଉ ରଘୁନାଥ ଦାସ ଗୋସ୍ୱାମୀ ଯେତେବେଳେ, କାହିଁକିନା ସବୁବେଳେ କୁଣ୍ଡରେ ସ୍ନାନ କରିବା ଠିକ ନ ଇଏ କରି, ସେ ଗୋଟେ କୂଅ ଖୋଳ, ଯୋଉ କୂଅ ଥିଲା କୂଅକୁ ତାକୁ ପରିମାର୍ଜିତ କରିବା ପାଇଁ, ସେ ଖୋଳିବା ପାଇଁ ସେ କୂଅକୁ ଇଏ କଲେ, ଦେଖିଲେ ଯେ ସେ କୂଅ ଶିଳାରୁ ରକ୍ତ ବାହାରିଲା। ତେଣୁ ସେ ଗିରିରାଜ ତାଙ୍କର ସେ ରାତିରେ ଗିରିରାଜ ଆସିକି ତାଙ୍କୁ ସ୍ୱପ୍ନରେ କହୁଛନ୍ତି ମୋର ଇଏ ହଉଛି ଜିହ୍ୱା। ଆଉ ଗିରିରାଜ କୁ ଗୋଟେ ମୟୂର ରୂପରେ, ଗାଈ ରୂପରେ ବର୍ଣ୍ଣନା କରାଯାଇଛି, ଗାଈ ଗିରିରାଜଙ୍କ ରୂପ। ତେଣୁ ରାଧା କୁଣ୍ଡ ଶ୍ୟାମ କୁଣ୍ଡ ଆଖି, ମୁଖ ହଉଛି ମାନେ ଜାତି ପୁରା ମୁଖାରବିନ୍ଦ, ମାନସିଂହଙ୍କ ମୁଖାରବିନ୍ଦ, ଆଉ ରାଧା କୁଣ୍ଡ ଶ୍ୟାମ କୁଣ୍ଡ ତାଙ୍କର ନେତ୍ର। ତ ଏପରି ଭାବରେ ସେ ଶିଳାକୁ ଶିଳା ମନ୍ଦିର ଅଛି, ଯୋଉ ଜିଭା ଶିଳା ମନ୍ଦିର, ତାକୁ ନେଇକି ରଖିଥିଲେ। ଆଉ ଏଠି ଆଉ କଣ ରହିଲା କଥା କହୁନ? ଏମିତି ତ ବହୁତ ଜିନିଷ ଅଛି ଯୋଉ ଘାଟ ବର୍ଣ୍ଣନା କରିପାରିଲେନି, ଘାଟ ବର୍ଣ୍ଣନା କଲା ବେଳକୁ ବହୁତ ସମୟ ଲାଗିବ। କୁଞ୍ଜ ବି ବର୍ଣ୍ଣନା କଲା ବେଳକୁ ବହୁତ ଟାଇମ ଲାଗିବ। ଏଠି ରଘୁନାଥ ଦାସ ଗୋସ୍ୱାମୀ, ଗୋପାଳ ଭଟ୍ଟ, କୃଷ୍ଣଦାସ କବିରାଜ ଗୋସ୍ୱାମୀ, ଏମାନଙ୍କର ସମାଧି ଅଛି। ତେଣୁ ତାଙ୍କର ଭଜନ କୁଟୀର ବି ଅଛି। କୃଷ୍ଣଦାସ କବିରାଜ ଗୋସ୍ୱାମୀ ଏଠି ରହିକି ଚୈତନ୍ୟ ଚେତାମୃତ ଲେଖିଛନ୍ତି। ତେଣୁ ସେ ଜାଗା ବି ଅଛି। ଆଉ ରଘୁନାଥ ଦାସ ଗୋସ୍ୱାମୀଙ୍କର ହିଁ, ରଘୁନାଥ ଗୋସ୍ୱାମୀ ଚୈତନ୍ୟ ମହାପ୍ରଭୁଙ୍କର ଲୀଳା ଦେଖିଥିଲେ, ସ୍ୱୟଂ ଜାଣିଥିଲେ। ସବୁ ଦାମୋଦର ଗୋସ୍ୱାମୀ କୋଉଠୁ ଶୁଣିଥିଲେ, ତାଙ୍କର ଦ୍ୱାରା ହିଁ ଇଏ ଆଜି ଚୈତନ୍ୟ ଚେତାମୃତ ବର୍ଣ୍ଣନା ହେଇଛି। ତ ତାଙ୍କର ଭଜନ କୁଟୀର ବି ସେଠି ଅଛି। ଆଉ ବିଶ୍ୱନାଥ ଚକ୍ର ଠାକୁରଙ୍କର ଭଜନ କୁଟୀର, ରାଧାକୁଣ୍ଡ ଜୀବ ଗୋସ୍ୱାମୀଙ୍କର ବି ଭଜନ କୁଟୀର, ସମସ୍ତଙ୍କର ଏଠି ରହିଛି। ତେଣୁ ସେ ରାଧାକୁଣ୍ଡ ସର୍ବଶ୍ରେଷ୍ଠ ଜାଗା। ତାଙ୍କୁ ଆମେ ପ୍ରଣାମ କରୁଛେ, ସେ ବ୍ରଜଭୂମିକି ଆମେ ପ୍ରଣାମ କରୁଛେ। ଆଉ ଆମେ ସ୍ମରଣ କରିବା କଥା, ବ୍ରଜକୁ ସ୍ମରଣ କରିବା କଥା ନିତ୍ୟ ପ୍ରତି। ତେଣୁ ସେଥିପାଇଁ ବ୍ରଜ ଭଗବାନଙ୍କର ପ୍ରିୟ, ଆଉ ବ୍ରଜବାସୀ ମାନେ ପ୍ରିୟ, ବ୍ରଜ ଜନ ପ୍ରିୟ। ଆଉ ଯଦି ଆମେ ପ୍ରିୟ ମାନଙ୍କୁ ଯଦି ସବୁ ସମୟରେ ସ୍ମରଣ କରିବା କଥା, ସେ ଜାଗାକୁ ସ୍ମରଣ କରିବା କଥା, ମାଇଣ୍ଡରେ ରଖିବା କଥା, ମାନସ ସେବୀ ଯୋଉ। ତେଣୁ ବର୍ତ୍ତମାନ ବ୍ରଜକୁ ଦେଖନ୍ତୁ, ପ୍ରତି ଜାଗା ଭଗବାନଙ୍କର ଲୀଳାସ୍ଥଳୀ। ତେଣୁ ରମା ସ୍ତମ୍ଭିନୀ, ଲୀଳା ରମା ସ୍ତମ୍ଭିନୀ। ରମା ମାନେ ସୌନ୍ଦର୍ଯ୍ୟ ଭଗବାନଙ୍କୁ ଦେଖିକି ସାରି ନାରୀ ମାନଙ୍କୁ ଦଳନ କରୁଛନ୍ତି, ତାଙ୍କର ଧୈର୍ଯ୍ୟକୁ ଦଳନ କରୁଛନ୍ତି। ରମା ଲକ୍ଷ୍ମୀ ଦେବୀ ଲୀଳାକୁ ଦେଖିକି ସ୍ତମ୍ଭୀଭୂତ ହଉଛନ୍ତି। ତେଣୁ ସୁନ୍ଦର ଶ୍ଲୋକ ମାନେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି ଗୋବିନ୍ଦ ଲୀଳା ମଧ୍ୟରେ। ଯିଏ ଯାହାଙ୍କର ବୀର୍ଯ୍ୟ ମାନେ ବିରାଟ ବଡ ଗୋବିନ୍ଦ, ମାନେ ଗୋବର୍ଦ୍ଧନ ପର୍ବତକୁ ତାଙ୍କର ମାନେ ଟୟ ଭଳିଆ, ମାନେ ଖେଳନା କରିବା କରିଦେଇଛନ୍ତି। ଏପରି ଭାବରେ ଭଗବାନ କରି ଲୀଳା। ତେଣୁ ଏଇଠି ରଖୁଛି ମୁଁ ସମୟ, ମାନେ ମୋ ଶରୀର ବି ମୋ ଇଏ ବି ମାନେ ଏପର୍ଯ୍ୟନ୍ତ ଠିକ ହେଇନି, କିନ୍ତୁ ଆଜି ମୋର ଇଚ୍ଛା ନଥିଲା ଇଏ କରିବା ପାଇଁ। ଆଜି ଆକ୍ଚୁଆଲି ଆଜି ବି ବହୁତ ଆମର ଗେଷ୍ଟ ମାନେ ଦିନ ଯାଇଥିଲୁ, ଆଜି ବି ବହୁତ ଜାଗା କଥା କରିକି ଆସିଲୁ। କିଛି ଆସିଛନ୍ତି ଭକ୍ତ ବାହାରୁ। ତେଣୁ ଆଉ କାହାର ଯଦି ପ୍ରଶ୍ନ ଅଛି, କିଛି ପ୍ରଶ୍ନ ଇଏ କରିବା। ହରେ କୃଷ୍ଣ। ଯଦି କାହାର କିଛି କ୍ୱେଶ୍ଚନ ଥାଏ ପଚାରି ପାରନ୍ତି, କିମ୍ବା ହ୍ୟାଣ୍ଡ ରେଜ୍ କରିପାରନ୍ତି, ଆପଣ ଡାଇରେକ୍ଟ ଅନମ୍ୟୁଟ କରି କହିପାରନ୍ତି। ମହାରାଜ ମୋର କ୍ୱେଶ୍ଚନ ଅଛି ଗୋଟେ। ମହାରାଜ ଶ୍ୟାମକୁଣ୍ଡ ପାଖରେ ଯୋଉ 5ଟି ବୃକ୍ଷ କହିଲେ, ସେ ବୃକ୍ଷ ଏବେ ବି ମଧ୍ୟ ଅଛନ୍ତି, ଯୋଉ ପଞ୍ଚୁ ପାଣ୍ଡବ
ନାଇଁ ସେ ବୃକ୍ଷ ସବୁ ପଳେଇଲେଣି, ଗୋଟେ ବୃକ୍ଷ ଅଛି, ସେ ପୁଣି କଟା ହେଇଯାଇଛି, ମାନେ ଶୁଖି ଯାଇଛି, ଗୋଟିଏ ଅଛି, ଶୁଖି ଯାଇଛନ୍ତି, ଗୋଟେ ଅଛି ବୋଧେ। ମହାରାଜ ଭକ୍ତ ମାନଙ୍କୁ ରାଧା କୁଣ୍ଡରେ ସ୍ନାନ କରିବା ଉଚିତ କି ନାହିଁ? ପୌଷାଣ କହୁଛନ୍ତି ଥରେ ସ୍ନାନ କଲେ ପ୍ରେମ ମିଳିବ, ତେଣୁ ପ୍ରଭୁପାଦ ବହୁତ ଲୋକ ଯାଇଛନ୍ତି ସ୍ନାନ କରିଛନ୍ତି, ମାନେ ପ୍ରଭୁପାଦଙ୍କ ଡିସାଇପଲ, କିନ୍ତୁ ପ୍ରଭୁପାଦଙ୍କ ସମୟରେ କିଛି ଭକ୍ତ ଯାଇଥିଲେ, ଯେ ବିଦେଶୀ ଭକ୍ତ, ସେମାନେ ଟିକେ ରାଧାକୁଣ୍ଡ ଶ୍ୟାମକୁଣ୍ଡରେ ଠିକରେ ସ୍ନାନ କଲେନି, ସେଥିପାଇଁ ପ୍ରଭୁପାଦ ମନା କରିଥିଲେ ଯେ ତମେ ସ୍ନାନ କରିବା ଯୋଗ୍ୟ ନୁହେଁ ଆଉ। କିନ୍ତୁ ମାନେ ବହୁତ ପ୍ରପାତଙ୍କ ସାଥିରେ ଅଲଗା ବହୁତ ପ୍ରପାତ ମହାରାଜ, ମାନେ ପ୍ରପାତ ଶିଷ୍ୟ ଯାଇଛନ୍ତି, ସେମାନେ ବି ସବୁ ସ୍ନାନ କରିଛନ୍ତି ଯାଇ। ଆଉ ରୂପସା କହୁଛି ଥରେ ସ୍ନାନ କର, ତମ କୃଷ୍ଣ ପ୍ରେମ ମିଳିବ, ସେଠି ଶୁଦ୍ଧ ମତିରେ ଶୁଦ୍ଧ ଇଏରେ ରାଧାକୁଣ୍ଡ ଶ୍ୟାମକୁଣ୍ଡ କରିବି ସ୍ନାନ, ତମ ଆପଣଙ୍କ ତମ ଭାବ ଇଚ୍ଛା ଭାବରେ କରିବା କଥା। ମହାରାଜ ବହୁତ ଭକ୍ତ କରୁଛନ୍ତି, ବହୁତ ମହାରାଜ କରୁଛନ୍ତି, କିନ୍ତୁ କିଛି ମହାରାଜ ଯୋଉମାନେ ପ୍ରଭୁପାଦ ତାଙ୍କ ସାଥେ ଯାଇଥିଲେ ମନା କରିଥିଲେ, ସେମାନେ କରୁନାହାନ୍ତି, ସେମାନେ ପାଣି କି ପକେଇକି ମସ୍ତକରେ ନେଇକି ଆସୁଛନ୍ତି। ମହାରାଜ ଗିରିରାଜ ଗୋବର୍ଦ୍ଧନ ସମୟରେ ଆମର ଗୋସ୍ୱାମୀ ଜଣେ ସିଏ ଉପରକୁ ଗିରିରାଜଙ୍କ ଉପରକୁ ଉଠୁନଥିଲେ, ତ ସେଠି ଗିରିରାଜ ଯୋଉ ଆମେ ଯୋଉ ଚାଲୁଛୁ ସେଥିରେ ବି ତ ଗିରିରାଜ ଅଛନ୍ତି, ଗିରିରାଜ ବିସ୍ତୀର୍ଣ୍ଣ, ତ ହଁ, ଗିରିରାଜଙ୍କୁ ଚଢିବା ନାଇଁ ଗିରିରାଜ ଚଢିବା ପାଇଁ ମନା, ସ୍ୱୟଂ ଚୈତନ୍ୟ ମହାପ୍ରଭୁ ବି ଗିରିରାଜ ଉପରେ ପାଦ ସ୍ପର୍ଶ କଲେ, କାରଣ ସେ କୃଷ୍ଣଙ୍କର ଅଭିନ୍ନ ସ୍ୱରୂପ, ତେଣୁ ସେଥିପାଇଁ ସିଏ ଗିରିରାଜଙ୍କ ଉପରେ ପାଦ ରଖିନାହାନ୍ତି, ଚୈତନ୍ୟ ମହାପ୍ରଭୁ କେବେ ଯାଇନାହାନ୍ତି ଉପରକୁ। ଚୈତନ୍ୟ ମହାପ୍ରଭୁ କେବେ ପାଦ ସ୍ପର୍ଶ କରିନାହାନ୍ତି ଗିରିରାଜ, ତେଣୁ ଆଜ୍ଞା ଆମେ ମହାରାଜ। କେମିତି ଚଢିବା? ହୁଁ। ରଘୁନାଥ ଗୋସ୍ୱାମୀ ଚଢି ନାହାନ୍ତି, ରଘୁନାଥ ଗୋସ୍ୱାମୀ ସବୁ ସେ ମାନେ ଗୋପାଳ ମନ୍ଦିରର ସବୁ ବ୍ୟବସ୍ଥା ଦେଖୁଥିଲେ, କିନ୍ତୁ ସିଏ ବି ଚଢି ନାହାନ୍ତି, ସେ ସବୁ ତଳେ ରହିକି ସବୁ ବ୍ୟବସ୍ଥା କରୁଥିଲେ, ଜାତିପୁରାରେ ଯୋଉ ଗୋପାଳ ମନ୍ଦିର ଅଛି ନା। ହଁ ସେଇ ମନ୍ଦିର ପାଇଁ ମୁଁ ପ୍ରଶ୍ନ ଟିକେ ଆସିଲି, ତ ସେ ଯେ ହଁ, ମନ୍ଦିର ଯାଆନ୍ତି ସେବା କରିବା ପାଇଁ କେମିତି? ସେ ବ୍ରଜବାସୀ ମାନେ ସେବା କରନ୍ତି, ବ୍ରଜବାସୀ ମାନେ ତ ଯାଉଛନ୍ତି, ବ୍ରଜବାସୀ ମାନେ କରୁଛନ୍ତି, ହୁଁ ହୁଁ କିନ୍ତୁ ମହାପ୍ରଭୁ ପରେ ଯାଇନାହାନ୍ତି, ମାଧବ ମନ୍ଦିର ପୁରୀ ସିଏ କରିଥିଲେ, କିନ୍ତୁ ମହାପ୍ରଭୁ ନିଜେ କୃଷ୍ଣ ଆସିଲେ ନା, ଯିଏ ଦେଖେଇଲେ ନା, ହୁଁ ହୁଁ ନାଇଁ ଗିରିରାଜ ଉପରେ ସେ ଚାଲି ନାହାନ୍ତି, ଷଡ଼ ଗୋସ୍ୱାମୀ ବି ଚଢି ନାହାନ୍ତି, ତେଣୁ ତାଙ୍କୁ କେମିତି ଦର୍ଶନ କରିବା ତାଙ୍କ ଇଚ୍ଛା ହେଲା, ସେ ଗୋବିନ୍ଦ ତାଙ୍କୁ ମାନେ ଗୋପାଳ ତାଙ୍କୁ ପୁଣି ପୂଜାରୀ କି କହିଲେ ଯେ, ମାନେ କିଏ ତାଙ୍କୁ ଖବର ଦେଲା ଏଇ ମୁସଲମାନ ଆସୁଛନ୍ତି ନେଇଯାଅ, ମାନେ ବିଗ୍ରହଙ୍କୁ ନେଇକି ମୁଁ କହୁନଥିଲି ମଥୁରାରେ ଆସିକି ସେ ମାସେ ଖଣ୍ଡେ ରହିଲେ, ଭଗବାନ ସେଠି ମଥୁରା ଇଏରେ ସେ ଯୋଉ ଥିଲେ ଗୋପାଳଙ୍କ ଜାଗା, ହୁଁ ଆର୍ଥର ହୁଁ କ୍ଲାସରେ କୁହା ହେଇଛି, ଆଜ୍ଞା ଆଜ୍ଞା ଆଜ୍ଞା। ତେଣୁ ସେ ଯାଇକି ମାସେ ଥିଲେ, ଗାଁଠୁଲିରେ ବି ଯାଇକି 7 ଦିନ ଥିଲେ ମହାପ୍ରଭୁଙ୍କ ସମୟରେ, ସେଠି ତ ରୂପ ଗୋସ୍ୱାମୀଙ୍କୁ ତାଙ୍କର ଇଚ୍ଛା ହେଲା ରୂପ ଗୋସ୍ୱାମୀଙ୍କୁ ଦର୍ଶନ ଦେଲେ ସେଠି, ହୁଁ ମଥୁରାରେ ଯାଇକି ରହିଲେ, ପୁଣି ଯେତେବେଳେ ମହାପ୍ରଭୁ ଆସିଥିଲେ, ସେ କଥା ଆସିବ ଗିରିରାଜଙ୍କ କଥା ଇଏରେ କଥାରେ ଆସିବ ସେ ସବୁ। ଆଜ୍ଞା। ତା କାହାର ଯଦି କିଛି କୋଶ୍ଚେନ୍ ଥାଏ କେବେ ପଚାରନ୍ତି, ନହେଲେ ଆମେ କୁଇଜ ସେସନ ଆରମ୍ଭ କରିବୁ 5 ମିନିଟ ପାଇଁ। ହରେ କୃଷ୍ଣ ମହାରାଜ, ଦଣ୍ଡବତ ପ୍ରଣାମ। ହରେ କୃଷ୍ଣ। ମହାରାଜ ଯେ ଆମର ଚୈତନ୍ୟ ମହାପ୍ରଭୁ ଯେତେବେଳେ ଯାଇଛନ୍ତି, ଶୁକ ସାରୀଙ୍କ ବିଷୟରେ ଯେ କୁହାହେଇଛି, ସେ ରାଧାରାଣୀଙ୍କ ଗୁଣ ବର୍ଣ୍ଣନା କରୁଛନ୍ତି ଚୈତନ୍ୟ ମହାପ୍ରଭୁଙ୍କ ପାଖରେ, ସେ ଶୁକ ସାରୀ ଯେ କିଏ, ମାନେ ସେବେଠୁ ଶୁଣିକି ସେମାନେ ଥିଲେ ନା ଯେମିତି ମହାପୁରୁଷ ହେବେ ନା କିଏ ହେବେ ଶୁକ ସାରୀ? ସୁଖସାରୀ ବୃନ୍ଦାବନର ସୁଖସାରୀ, ମାନେ ବୃନ୍ଦାବନର ସୁଖସାରୀ ସେମାନେ କେତେ ଦିବ୍ୟ ପକ୍ଷୀ, ଆଜ୍ଞା। ତେଣୁ ମହାପ୍ରଭୁଙ୍କୁ ସେ ତ ମହାପ୍ରଭୁ ତ ନିଜେ କୃଷ୍ଣ ନିଜେ ରାଧାରାଣୀ, ତେଣୁ ତାଙ୍କୁ ଶୁଣେଇଥିଲେ ସୁଖସାରୀ ଆସିକି, ମାନେ ଏଥିରୁ ଜଣା ପଡୁଛି ଯେ ମାନେ ସାଧାରଣ ପକ୍ଷୀ, ବୃନ୍ଦାବନରେ ପକ୍ଷୀ ମାନେ ସେମାନେ ବି ଚେତନଶୀଳ, ଆଜ୍ଞା। ଆଉ ସେମାନେ ବି ଜାଣିଛନ୍ତି ଏ କଥା, ରାଧାକୃଷ୍ଣ ତତ୍ଵ ସେମାନେ, କାରଣ ସେମାନେ ତ ନିତ୍ୟ ତାଙ୍କର
ତେଣୁ ଆପଣଙ୍କ ପ୍ରଶ୍ନ କଣ, ସେ ରାଧାରାଣୀଙ୍କର ଶୁଆ ନା ସିଏ କଣ? ଆଜ୍ଞା ମ୍ୟାଡାମ, ସେ ସୁକସାରୀ କିଏ? ମାନେ ହଁ, ସେବେଠୁ ସୁଖସାରୀ ରାଧାରାଣୀଙ୍କର ହିଁ, ରାଧା କୃଷ୍ଣଙ୍କର ହିଁ ଶୁଆସାରୀ। ଆଜ୍ଞା ଆଜ୍ଞା। ତେଣୁ ରାଧାରାଣୀଙ୍କର ଗୁଣକୁ ମନେ ପକେଇବା ପାଇଁ ସେମାନେ ସବୁ କରିଛନ୍ତି। ଆଜ୍ଞା ମ୍ୟାଡାମ, ଧନ୍ୟବାଦ ମହାରାଜ। ହରେ କୃଷ୍ଣ ମହାରାଜ ପ୍ରଣାମ। ମହାରାଜ, ଆପଣ କହିଲେ ଯୋଉ ଦନ୍ତ ବକ୍ରକୁ ମାରିଲା ପରେ ଭଗବାନ ପୁଣି ଥରେ ବୃନ୍ଦାବନ ଆସିଥିଲେ। ବୃନ୍ଦାବନ ମଥୁରା ଗଲା ପରେ ଭଗବାନ ଆଉ କେବେ ଆସିନାହାନ୍ତି ନା ଆସିଥିଲେ ବୃନ୍ଦାବନ ଆଉ? ହଁ, ଏଠି ଅଲଗା ଶାସ୍ତ୍ରରେ, ଇଏ ଭାଗବତରେ ନାହିଁ, କିନ୍ତୁ ଅଲଗା ଶାସ୍ତ୍ରରେ ବର୍ଣ୍ଣନା ଅଛି ଯେ ଭଗବାନ ଆସିଥିଲେ ଏଠିକି, ବ୍ରଜରେ ଆସିକି ରହିଥିଲେ। ତାପରେ ନନ୍ଦବାବା ଯଶୋଦା ମାନଙ୍କୁ ସମସ୍ତଙ୍କୁ ନେଇକି ସେ ଗୋଲକ ଧାମକୁ ପଳେଇଥିଲେ ଗୋଟେ ସ୍ୱରୂପରେ। ଭଗବାନଙ୍କ ଅନେକ ସ୍ୱରୂପ ନା, ଆଜ୍ଞା ଭଗବାନ ଆସିଛନ୍ତି। ଜୀବ ଗୋସ୍ୱାମୀ ଲେଖିଛନ୍ତି ବି ଭଗବାନ ଆସିଥିଲେ, କିନ୍ତୁ ବହୁତ କଥା ତ ବର୍ଣ୍ଣନା କରାଯାଇଛି ନା ଭାଗବତରେ। ଆଜ୍ଞା 7 ଦିନ ସୁଖଦେବ ଗୋସ୍ୱାମୀ ଯାହା ଯେତିକି ଦରକାର ସେତିକି କହିଛନ୍ତି, ତେଣୁ ବହୁତ ଜିନିଷ ବର୍ଣ୍ଣନା କରାଯାଇନି, କିନ୍ତୁ ଅଲଗା ଶାସ୍ତ୍ରରେ ବର୍ଣ୍ଣନା ଅଛି ଭଗବାନ ଆସିଥିଲେ। କାରଣ ଦତିଆ ଯୋଉ ଜାଗାରେ ମାରିଛି ସେ ଜାଗା ଏବେ ବି ଅଛି, ଦତା ପାଖରୁ ମାରିଥିଲେ। ଭଗବାନ ବ୍ରଜକୁ ଆସିଛନ୍ତି, ଦତା ମାନେ ଗୋବର୍ଦ୍ଧନ ମଥୁରାର ମଝିରେ ହଉଛି ଦତିଆ, ଦତା ପାଖରୁ ବି ମାରିଛନ୍ତି। ତେଣୁ ବ୍ରଜକୁ ଭଗବାନ ଆସିଛନ୍ତି, ଏଠିକି ଆସିଛନ୍ତି, ଆଉ ଯାଇନାହାନ୍ତି ବାପା ମାଙ୍କୁ ଦେଖିବା ପାଇଁ। ଧନ୍ୟବାଦ। ଯେ ଆୟର ଗାଁ ମାନେ ଆୟା, ସେଠି ବି ସେ ଗାଁ ଏବେ ବି ସୁଦ୍ଧା ନାଁ ଅଛି ଆୟରେ। ତେଣୁ ଭଗବାନ ଆସିଛନ୍ତି। तो ଆଉ କାରି क्वेश्चन ନାହିଁ ଥାଏ तो बहुत बहुत ठीक है। अशेष अशेष धन्यवाद जे हरे हमें कृष्ण। जय हरे श्री प्रभुपाद की जय। जय परम पूज्य श्री कृष्ण स्वामी महाराज की जय जय प्रभुपाद की जय जय जय। हरे कृष्ण। हरे कृष्ण। ଏବେ ସମୟ ଆମର କୁଇଜ ର ତ ସ୍ଥାନ ଅନୁଯାୟୀ ଆମେ ଭାଗ କରୁଛୁ ଭକ୍ତ ମାନଙ୍କୁ, ଯେମିତି କି ବାଲେଶ୍ୱର ଭକ୍ତ ଅଛନ୍ତି, ଭୁବନେଶ୍ୱର ଭକ୍ତ ମାନେ ଅଛନ୍ତି। ହରେ କୃଷ୍ଣ। ଭୁବନେଶ୍ୱର କି ଭକ୍ତ ଅଛନ୍ତି? ହରେ କୃଷ୍ଣ। ନାହାନ୍ତି ପ୍ରାୟ ଅଛନ୍ତି। ଆଚ୍ଛା, ସୌମ୍ୟ ରଞ୍ଜନ ପାଣି, ଠିକ ଅଛି। ରାୟଗଡାରୁ ଭକ୍ତ ମାନେ ଅଛନ୍ତି? ଆଜ୍ଞା ପ୍ରଭୁଜୀ। ଜୟପୁରରୁ ଭକ୍ତ ମାନେ ଅଛନ୍ତି? ହରେ କୃଷ୍ଣ ପ୍ରଭୁ ଅଛନ୍ତି। ଆଜ୍ଞା, ଠିକ ଅଛି। ଆଚ୍ଛା, ନବରଙ୍ଗପୁରରୁ ଭକ୍ତ ମାନେ ଅଛନ୍ତି? ନିତାଇ ପ୍ରଭୁ ଅଛନ୍ତି? ହରେ କୃଷ୍ଣ। ନିତାଇ ପଦକମଲ ପ୍ରଭୁ। ନା ପ୍ରଭୁଜୀ ନାହାନ୍ତି। ନବରଙ୍ଗପୁର ଭକ୍ତ ମାନେ ଥିଲେ, ଆଜି ନାହାନ୍ତି। ତ ଠିକ ଅଛି। ଏବେ ପ୍ରଥମ ପ୍ରଶ୍ନ ଆମର ବାଲେଶ୍ୱର ଭକ୍ତ ମାନଙ୍କ ପାଇଁ। ଯେ ଦନ୍ତ ବକ୍ରକୁ ଭଗବାନ କୋଉ ସ୍ଥାନରେ ହତ୍ୟା କରିଥିଲେ? କିଏ ବି ଜଣେ ଲିଡିଂ ନେଇ କହିପାରିବେ? ନାଇଁ, କେବଳ ବାଲେଶ୍ୱର ଭକ୍ତ, ଯଦି ସେମାନେ ନ କହିପାରିବେ ଆପଣ ମାନଙ୍କ ପାଖକୁ ଫେରିବ। ବାଲେଶ୍ୱର ଭକ୍ତ କିଏ କହିପାରିବେ? ଦତିଆ ଦତିଆ ମାଇକ୍ ମ୍ୟୁଟ୍ କରିଦିଅନ୍ତୁ। ଠିକ ଅଛି। ଏବେ ଭୁବନେଶ୍ୱର ଭକ୍ତ ମାନଙ୍କ ପାଇଁ ଶାନ୍ତନୁ କୁଣ୍ଡ
ଯୋଉଠି ଅବସ୍ଥିତ ଅଛନ୍ତି ସେ ଗାଁ ର ନାମ କଣ? ଆୟରେ ଆଉ କିଏ ଆଉ ଭୁବନେଶ୍ୱର କି ସେ ଗାଁ ର ନାମ? ଠିକ ଅଛି, ଏବେ ସେ ଆନ୍ସର ଟି ରାୟଗଡା ଭକ୍ତ ମାନେ କିଏ କହିପାରିବେ? ହରେ କୃଷ୍ଣ ପ୍ରଭୁଜୀ, ଏଇଟା ସତ୍ୱା ଗ୍ରାମରେ। ହଁ ହଁ ମାତାଜୀ, କୋଉଠୁ ରାୟଗଡା କି? ରାୟଗଡା। ହଁ ହଁ ଠିକ ଅଛି, ଆଜ୍ଞା ଠିକ ଅଛି। ଏବେ ନେକ୍ସଟ କ୍ୱେଶ୍ଚନ ରାୟଗଡା ଭକ୍ତ ମାନଙ୍କ ପାଇଁ। ମହାରାଜ ବୃଷଭାନୁ ରାଜାଙ୍କ ଯେତେବେଳେ ସେ ରାଉଲରୁ ଫେରିଥିଲେ, ସେ ଗୋଟେ ସ୍ଥାନରେ ବାସ କରିଥିଲେ, ସେ ଗାଁ ର ନାମ କଣ ବା ଜାଗାର ନାମ କଣ ମହାରାଜ କହିଥିଲେ? ବସତି ଗ୍ରାମ। ହଁ ରାୟଗଡା ଭକ୍ତ ତ? ଆଜ୍ଞା। ହଁ ଠିକ ଅଛି। ଏବେ କ୍ୱେଶ୍ଚନ ଜୟପୁର ଭକ୍ତ ମାନଙ୍କ ପାଇଁ। ମୁଖରାଇ ସମ୍ବନ୍ଧରେ ମହାରାଜ କଣ କହିଛନ୍ତି ଆଜିର କ୍ଲାସରେ? ମୁଖରାଇରେ କଣ ଲୀଳା ହେଇଥିଲା? କହିପାରିବେ ଜୟପୁର ଭକ୍ତ? କହିପାରିବିନି। ଆଜ୍ଞା, ଆଚ୍ଛା ଠିକ ଅଛି। ହରେ କୃଷ୍ଣ ପ୍ରଭୁଜୀ, ଦଣ୍ଡବତ ପ୍ରଣାମ। ହଁ କୁହନ୍ତୁ। କୁହନ୍ତୁ ମତେ। ଶୁଣି ପାରୁଛନ୍ତି ପ୍ରଭୁଜୀ? ହଁ ମାତାଜୀ ଅଡିବୁଲ ହଉଛି, କୁହନ୍ତୁ। ମୁଖରାଇ କଥା କହୁଛନ୍ତି ତ? ଆଜ୍ଞା ଆଜ୍ଞା, ମୁଖରାଇରେ କଣ ଲୀଳା ହେଇଥିଲା ମହାରାଜ କହିଲେ ଯୋଉ? ମୁଖରାଇରେ ଭଗବାନ ରାଧାରାଣୀଙ୍କୁ ଯୋଉ ଶୃଙ୍ଗାର କରିଥିଲେ, ସେଇଠି ରାଧାରାଣୀଙ୍କୁ ଦର୍ପଣରେ ଭଗବାନ ତାଙ୍କ ମୁହଁ ଦେଖେଇଥିଲେ, ସେଥିପାଇଁ ସେ ଗାଁର ନାଁ ମୁଖରାଇ ହେଇଛି। ଠିକ, ବହୁତ ବଢିଆ। ଜୟପୁର ମାତାଜୀ କହୁଛନ୍ତି ଜୟପୁରରୁ ତ? ଆଜ୍ଞା, ସୁଜାତା ମାତାଜୀ। ହଁ ହଁ ସୁଜାତା ମାତାଜୀ, ଜାଣିଲି ମାତାଜୀ, ଆଜ୍ଞା ଠିକ ଅଛି। ଏବେ ଦଣ୍ଡବତ। ଆଜ୍ଞା ମାତାଜୀ ଦଣ୍ଡ। ଯୋଉ କ୍ୱେଶ୍ଚନ ଟିକେ, ତ ମହାପ୍ରଭୁ ଆସିବା ପୂର୍ବରୁ ବୃନ୍ଦାବନକୁ କୋଉ 3 ଜଣ ଭକ୍ତ ମାନେ ବୃନ୍ଦାବନକୁ ଆସିଥିଲେ? ପ୍ରଥମେ ଚୈତନ୍ୟ ମହାପ୍ରଭୁଙ୍କ ପୂର୍ବରୁ, ଆସିବା ପୂର୍ବରୁ ମହାରାଜ କହିଛନ୍ତି ଆଜିର ସେସନରେ। ପୂର୍ବ ସେସନରେ ମଧ୍ୟ ମହାରାଜ 3 ଜଣ ନାମ କହିଥିଲେ। ବାଲେଶ୍ୱର ଭକ୍ତ ମାନଙ୍କ ପାଇଁ କ୍ୱେଶ୍ଚନ ଟି। ହରେ କୃଷ୍ଣ, ହଁ। ରୂପ ଗୋସ୍ୱାମୀ, ସନାତନ ଗୋସ୍ୱାମୀ, ରଘୁନାଥ ଗୋସ୍ୱାମୀ। ନା, ଆଉ ଗୋଟେ ଚାନ୍ସ ଅଛି। ବାଲେଶ୍ୱରରୁ ଆଉ କେହି ଯଦି ସଠିକ ଆନ୍ସର ଦେଇପାରିବେ। ଯେ ହରେ ନୋଟ, କୃଷ୍ଣ ପ୍ରଭୁ, ହଁ କୁହନ୍ତୁ। ରଘୁନାଥ ଗୋସ୍ୱାମୀ ଆଉ କୃଷ୍ଣା କବିରାଜ ଗୋସ୍ୱାମୀ। ଠିକ ଅଛି। ଏବେ କ୍ୱେଶ୍ଚନ ଟି ଭୁବନେଶ୍ୱର ଭକ୍ତ ମାନଙ୍କ ପାଖକୁ ଗଲା, ଆପଣ ଆନ୍ସର ଦେଇପାରିବେ ୟାର? ଚୈତନ୍ୟ ମହାପ୍ରଭୁ ବୃନ୍ଦାବନ ଆସିବା ପୂର୍ବରୁ ଆଉ କିଏ ତାଙ୍କ ପୂର୍ବରୁ ଆସିଥିଲେ? ଠିକ ଅଛି, ରାୟଗଡା ଭକ୍ତ କିଏ କହିପାରିବେ କି? ମଧୁରେନ୍ଦ୍ରପୁରୀ। ନା ନା, ଆଉ କିଏ ଆପଣ କହିଦିଅନ୍ତୁ, ଏଇଟା ଜାଣିନି। ଆଚ୍ଛା ଆଚ୍ଛା, ମନେ ନାହିଁ। ଜୟପୁର ଭକ୍ତ କିଏ କହିପାରିବେ କି ମାତାଜୀ ମାନେ? ଆଚ୍ଛା ଠିକ ଅଛି, ମୁଁ କହିଦଉଛି, ଏଟା ତାଙ୍କୁ 0 ମିଳିବ। ଲୋକନାଥ ଗୋସ୍ୱାମୀ ଆଉ ସୁବୁଧି ରାୟ, ରାଘବ ପଣ୍ଡିତ, ଏ 3 ଜଣ ଆସିଥିଲେ ଚୈତନ୍ୟ ମହାପ୍ରଭୁ ଆସିବା ପୂର୍ବରୁ। ତ ରାଧାରାଣୀଙ୍କ ବେଣୀକୁ ଯୋଉ ସାପ ସହିତ ଯୋଉ ତୁଳନା କରିଥିଲେ, ଏଇ ଯୋଉ ଇଏ କୋଉ କୋଉ ଗୋସ୍ୱାମୀଙ୍କ ଭିତରେ ଏ ଯୋଉ କଥୋପକଥନଟି ହେଇଥିଲା? ଏ କ୍ୱେଶ୍ଚନ ଟି ହଉଛି ଭୁବନେଶ୍ୱର ଭକ୍ତ ମାନଙ୍କ ପାଇଁ।
ଏ ଯୋଉ ଲୀଳାଟି ହେଇଥିଲା जीव गोस्वामी और सनातन गोस्वामी सॉरी रूप गोस्वामी सनातन गोस्वामी ହଁ ପ୍ରଭୁଜୀ ଟିକେ ଲୀଳାଟି କହିଦେବେ ଟିକେ ସର୍ଟରେ। मतलब माने ଯେତେବେଳେ ରୂପ ଗୋସ୍ୱାମୀ ମାନେ ବର୍ଣ୍ଣନା କରି ଲେଖୁଛନ୍ତି ଆଉ ତାଙ୍କ ସନାତନ ଗୋସ୍ୱାମୀ ତାଙ୍କ ବଡ ଭାଇ କହୁଛନ୍ତି କି ରାଧାରାଣୀଙ୍କ ମାନେ ସେ ମାନେ ଯୋଉ ସାପଟା ସେ ଗୀତ ଲେଖୁଛନ୍ତି ମାନେ ମାନେ ତାଙ୍କ ପାଇଁ ସାପ ପରିକା ଯେତେବେଳେ ମାନେ ସନାତନ ଗୋସ୍ୱାମୀ କହୁଛନ୍ତି ସିଏ ତ ଆମର ମାନେ ରାଧାରାଣୀ ହଉଛି କୃଷ୍ଣଙ୍କ ସ୍ତ୍ରୀ ଆଉ ତାଙ୍କର ବେଣୀ କିନ୍ତୁ ସାପ ପରିକା ତୁଳନା କାହିଁ କରୁଛନ୍ତି ତାପରେ ଦେଖିଲେ ଯାଇକି ଗୋଟେ ଛୋଟ ପିଲା ପଛରେ ସାପ ମାନେ ଏଇ ବେଣୀରେ ସାପ ପରିକା ଦେଖାଯାଉଛି ଦେଖିଲେ ତ ତାକୁ ଗଲା ଆସିକି ସାପ ନୁହେଁ ସେ ବେଣୀ ହରି ଓ ଜୟ ବହୁତ ବଢିଆ ହରି ଓ ଜୟ ସୌମ୍ୟ ରଞ୍ଜନ हरे कृष्ण ଜୟ हरे कृष्ण धन्यवाद ହରି ଓ ଦଣ୍ଡ। ତ ଏବେ ରାୟଗଡା ଭକ୍ତଙ୍କ ପାଇଁ କ୍ୱେଶ୍ଚିନ୍ ଯୋଉ ରାଧାକୁଣ୍ଡ ଶ୍ୟାମକୁଣ୍ଡକୁ ପୂର୍ବରୁ ଯେତେବେଳେ ଉଦ୍ଧାର ହେଇନଥିଲେ ତା ପୂର୍ବରୁ ରାଧାକୁଣ୍ଡ ଶ୍ୟାମକୁଣ୍ଡ କୋଉ ନାମରେ ନାମିତ ବା ଲୋକମାନେ ତାକୁ କଣ ବୋଲି ଭାବୁଥିଲେ ବା କଣ ବୋଲି ଡାକୁଥିଲେ? ମହାରାଜ କହିଛନ୍ତି ରାଧାକୁଣ୍ଡ ଶ୍ୟାମକୁଣ୍ଡ ଉଦ୍ଧାର ହେବା ପୂର୍ବରୁ ରାଧାକୁଣ୍ଡକୁ କୋଉ ନାମରେ କହୁଥିଲେ ଶ୍ୟାମକୁଣ୍ଡକୁ କୋଉ ନାମରେ ଡାକୁଥିଲେ? ରାୟଗଡା ଭକ୍ତ କହିପାରିବେନି? ଠିକ ଅଛି ଜୟପୁର ଭକ୍ତ ମାନେ କି ଆନ୍ସର ଦେବେ କି? हरे कृष्ण प्रभु सिद्धि कुंड और बांके कुंड कौन कहले मां? सिद्धि कुंड सिद्धि कुंड अच्छा अच्छा किए कहबे कि? प्रभु कला कुंड कला ठीक कहते कोठू कोठू कहଥିଲେ प्रभु भुवनेश्वर आज्ञा 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 ठीक अच्छे हाँ हाँ ठीक कहते हरे आज्ञा तो लास्ट क्वेश्चन जयपुर भक्त मान जो श्यामकुंड साइड रे 5टी वृक्ष थिले से 5टी वृक्ष किए वास्तविक जयपुर भक्त मान कहे श्यामकुंड जो उद्धार कराले जो 5टी वृक्ष काटिया को रघुनाथ गोस्वामी जो कहले से वृक्ष किए आसिक पाखे छिड़ा कहले हरिष्ण प्रभु कलाहांडी कहि परिबे कि नहीं कोलाहांडी कोलाहांडी आज नहीं आई ओके प्रभु नहीं नहीं नवार थिला ना बालेश्वर कहि परिबे कि नहीं नहीं प्रथमे रायगड़ा भक्त पर जयपुर भक्त कहे ये सॉरी जयपुर भक्त पई क्वेश्चन टी जदि न कहि पारे बालेश्वर भक्त प्रथम कहे कोंतु कृष्ण हां हरे कृष्ण बुझी कहबी मु कहबी नहीं नहीं बालेश्वर भक्त कहबे अनम्यूट हेउनी प्रभु संतोष सबर अनम्यूट करंतु प्रभु समस्त अनम्यूट अछि संतोष प्रभु संतोष सावक प्रभु बालेश्वर के कहया चाहे अंशु पांडव बस संजलता ठीक अछि तो ठीक अच्छे आज क्विज थिला एति परवर्ती हमर कोलाहांडी भक्त माने रहि गले किछि से मानकर गोटे ग्रुप करियार थिला ठीक अछि ताले क्लास कमिटी रखिबो परवर्ती आपण माने समस्ते निज निज एरिया रो जने लीडिंग नै कि सब भक्त मान को जोगाजोग करिवे बहुत सुंदर कथा आगो आसीबो एंति ब्रजमंडल परिक्रमा करे आमे गोस्वामी को चरित्र मते महाराज को नोट करी बोली भाबिछु तो एमते लागि करंतु महाराज बहुत सुंदर भाबरे कथा आस्वादन करूछन्ती हम क्लास पेटी रखिबो समय हेरा वांछा कल्पतरुभ्यश्च कृपा सिन्धुभ्यश्च पतितानां पावनेभ्यो वैष्णवेन नमो अनंत कोटि वैष्णव जय श्रील प्रभुपाद गुरुदेव जय सामत भक्त निता गौतम हरे कृष्ण प्रभु जी से 3 जन को ना आथरे टिके कहि देबे हां जे 3 3 जन जन को पूर्वरु जाइथिले हां लोकनाथ गोस्वामी
सुबुद्धि राय, राघव पंडित। छोट अनाउंसमेंट, हमर सत्यकाम प्रभु अक्षय हरिदास प्रभु से माने हमर कोलाहांडी आसुचंती भागवत कथा पई 4 दिन भागवत कथा हो 24, 25, 26, 27 रहिया पे आमे व्यवस्था करबो। जो माने आपण माने आसीबा को जदी के चाहउचंती पाखापाखी जिल्ला रु एमती नवरंगपुर हो किबा जयपुर हो के आसिले हम पाखे रहि जाई परिबे, कोन असुविधा नै। मो नंबर अछि इथरे ग्रुप रे अछि आ प्रमोदानंद गोपाल दास बोली लिखाई। भक्ति 400 महाराजंकर जो डीपी रे फोटो अछि सेतिर आपण जोगाजोग कले आपण माने आसीबे। ठीक है, क्लास पे रखियो। हरे कृष्ण, श्रील प्रभुपाद। हरे कृष्ण, धन्यवाद। हरे